ଆଉ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଆଉ ଧନ୍ୟବାଦ ଦେଉଛି ଆପଣମାନେ ଆମମାନଙ୍କ ଭିଡ଼ିଓ ଦେଖିଥିବାରୁ। ଆଉ ଆଜି ଆମେ କିଛି ବିଷୟ ଆଲୋଚନା କରିବା, ଯେଉଁଟାକି ଆମର ଜଣେ ଭାଇ ସେ କିଛି ବିଷୟ ଆଲୋଚନା କରିଥିଲେ, ଯେମିତିକି ଖ୍ରୀଷ୍ଟିଆନ ଧର୍ମର ଭାଇ ଭଉଣୀମାନେ ସ୍ୱାର୍ଥପର। ସ୍ୱାର୍ଥପର ଯୀଶୁ, ଆଉ ଯୀଶୁ ଭଗବାନ ନୁହନ୍ତି କିମ୍ବା ଈଶ୍ୱରଙ୍କ ପୁତ୍ର ନୁହନ୍ତି, ସେ ମନୁଷ୍ୟ ପୁତ୍ର ଅଟନ୍ତି। ତ ସେ ବିଷୟରେ ଆମେ ସେ ଭାଇଙ୍କ ସହିତ ପ୍ରଭୁଙ୍କ ଲୋକମାନଙ୍କୁ ଜଣେଇବା ଯେ ଆଉ କିଏ ଯୀଶୁ ଅଟନ୍ତି, ଆଉ ସେ ସ୍ୱାର୍ଥପର ନା ନିଃସ୍ୱାର୍ଥପର, ସେ କିଏ ଅଟନ୍ତି, ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖନ୍ତୁ ଆଉ ବୁଝନ୍ତୁ। ଆଉ ବିଶେଷ କରି ଆମ ଭାଇଙ୍କୁ ମଧ୍ୟ ଆମେ ବୁଝିବା ପାଇଁ ଚେଷ୍ଟା କରିବା ଆଜି। ଆଉ ଭାଇ ସବୁବେଳେ କହୁଛନ୍ତି ବାଇବେଲରୁ ପ୍ରମାଣ କରିକି ଆପଣଙ୍କୁ ଦେଖାଇବି। ଆଉ ଯଦି ମୁଁ ବାଇବେଲରୁ ବହୁତ ଉତ୍ତମ ଭାବରେ ସମସ୍ତଙ୍କୁ ବୁଝେଇବି, ଆସ ଆଉ ବାଇବେଲରୁ ପ୍ରମାଣ ଦିଅ। ଆଉ ଆଜି ଆମେ ଟିକେ ଲମ୍ବା ସମୟ ନେବା ଆଉ ବାଇବେଲରୁ ଆମେ ବୁଝେଇବା। ତତ୍ପୂର୍ବରୁ ମୁଁ ଭାଇଙ୍କୁ ଗୋଟେ ଭଲ ନାମଟେ ଦେବି। ସେ ସବୁବେଳେ ସମସ୍ତଙ୍କୁ ଖ୍ରୀଷ୍ଟିଆନ ମାନଙ୍କୁ ସେମାନେ ଯେମିତି ବର୍ଣ୍ଣ ଶଙ୍କର କହୁଛନ୍ତି, ସେମିତି ମୁଁ ତାଙ୍କୁ ଗୋଟେ ନାମ ଦେବି ଆଜି। ଆଉ ଗଧିଆ, ତାଙ୍କ ନାଁ ଗଧିଆ, ତାଙ୍କ ମୁହଁ ଟିକେ ମତେ ଗଧିଆ ପରି ଲାଗୁଛି, ତ ଆଜି ତାଙ୍କ ନାଁ ଆମେ ଦେବା ଗଧିଆ। ତ ଏଇ ବିଷୟରେ ଆମେ ଆଜି ଆଲୋଚନା କରିବା କି ସେ ଯେମିତି କହୁଛନ୍ତି ଯୀଶୁ ସ୍ୱାର୍ଥପର ଯୀଶୁ। ସେ କହିଲେ ମୁଁ ଶାନ୍ତି ଦେବାକୁ ଆସିନାହିଁ, ମୁଁ ଅଶାନ୍ତି ସୃଷ୍ଟି କରିବାକୁ ଆସିଛି। ଆଉ ଗୋଟେ ବିଷୟ କହିଲେ ଯେ ଯୀଶୁଙ୍କର ଅନୁଗମନ କରିବ ସେ ତାର ଜୀବନ ହାରିବ। ତ ଆଜି ଆମେ ସେ ବିଷୟରେ ଆଲୋଚନା କରିବା, ଯୋଉ ବିଷୟରେ ସେ ଭାଇ ଗଧିଆ ଆମମାନଙ୍କୁ ବୁଝଉଥିଲେ, ସେ ବିଷୟରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ। ତ ସର୍ବପ୍ରଥମେ ଯେଉଁ ବାକ୍ୟ ସେ ପଢିଥିଲେ, ଆମେ ବାଇବେଲରୁ ସେ ବାକ୍ୟକୁ ପ୍ରଥମେ ପଢିବା। ଯେଉଁ ଲୋକ ମୋ ଅପେକ୍ଷା ତା ବାପା ମାଙ୍କୁ ଅଧିକ ଭଲ ପାଏ, ତେବେ ସେ ମୋର ଅନୁଗାମୀ ହେବାର ଯୋଗ୍ୟ ନୁହେଁ। ମାନେ ଯୀଶୁ ଏଠି କହିଛନ୍ତି, ତ ସେହି ବାକ୍ୟ ମାଥ୍ୟୁ 10 ପର୍ବ 34ରୁ 39 ପର୍ଯ୍ୟନ୍ତ ଲେଖାଯାଇଛି। ଯେଉଁ ବାକ୍ୟ ବିଷୟରେ ଆଜି ଆମ ଭାଇ ଗଧିଆ ଆମମାନଙ୍କ ସହିତ ଆଲୋଚନା କରୁଥିଲେ, ବା ସେ ଯେଉଁ ବାକ୍ୟକୁ ନେଇ ଆମମାନଙ୍କୁ ଆଜି ଅନେକ ପ୍ରଶ୍ନ ଉଠାଉଛନ୍ତି। ତ ସେ ବାକ୍ୟରେ ପ୍ରଥମେ 34ରେ କ'ଣ ଲେଖାଯାଇଛି ଆମେ ଦେଖିବା। ଲେଖାଯାଏ ଯେ ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ। ଶାନ୍ତି ଦେବାକୁ ନ ଆସି ବରଂ ଖଡ୍ଗ ଦେବାକୁ ଆସିଅଛି। ତ ବାଇବେଲରେ ଯେମିତି ଲେଖା ହେଇଛି ଆମେ ସେ ବିଷୟରେ ହିଁ ଦେଖିବା, ଅନ୍ୟ କିଛି ଦେଖିବା ନାହିଁ। ତ ଗୋଟେ ବିଷୟ ସେ କହିଲେ ଯୀଶୁ ଖ୍ରୀଷ୍ଟ ଅଶାନ୍ତି ସୃଷ୍ଟି କରିବା ପାଇଁ ଆସିଥିଲେ, ଆଉ ନିଜ ଘର ଲୋକ ଶତ୍ରୁ ହେବେ, ପୁଣି ସେ ଶତ୍ରୁତା ସ୍ଥାପନ କରିବା ପାଇଁ ଆସିଥିଲେ। ଭାଇ ବହୁତ ଭଲ ବାଇବେଲ ପଢୁଛନ୍ତି, ଆଉ ବହୁତ ଭଲ ଲାଗୁଛି ତାଙ୍କ ଯୋଉ ପଢା ଷ୍ଟାଇଲ, ଗଧିଆ ପରି ହିଁ ପଢୁଛନ୍ତି। ମୁଁ ଜାଣିନି ସେ କୋଉ ଅଙ୍ଗନବାଡିରେ କୋଉ ସ୍କୁଲ ଯାଇଥିଲେ, ସେଟା ତ ମୁଁ ଜାଣିପାରିବି ନାହିଁ, କିନ୍ତୁ ବୋଧେ ଏମିତି ଲାଗୁଛି ସେ ଗଧିଆ ପାଠ ହିଁ ପଢିଥିଲେ। ତାଙ୍କ ମୁହଁ ବି ଟିକେ ଗଧିଆ ପରି ଲାଗୁଛି, ଆଉ ତାଙ୍କ କଥା ବି ସେ ଗଧିଆ ପରି ହଉଛନ୍ତି। ସେଥିପାଇଁ ତାଙ୍କର ଟିକେ ବୁଝିବା ଶକ୍ତି ଟିକେ କମ ହେଇଯାଇଛି। ତଥାପି ସେ ଭଲ ପଢୁଛନ୍ତି, ବହୁତ ଭଲ ବାଇବେଲ ପଢିଲେ, କିନ୍ତୁ ବୁଝିବାରେ ତାଙ୍କର ଟିକେ ଗଧିଆ ବୁଦ୍ଧି ଶକ୍ତି ହେଇଗଲା। ତ ପ୍ରଭୁ କ'ଣ ପାଇଁ କହିଲେ ଯେ ମୁଁ ଶାନ୍ତି ଦେବାକୁ ନ ଆସି ବରଂ ଖଡ୍ଗ ଆଉ ଅଶାନ୍ତି ସ୍ଥାପନ କରିବାକୁ ଆସିଅଛି, ଆଉ ନିଜ ପରିବାରର ଲୋକ ନିଜର ଶତ୍ରୁ ହେବେ। କେତେବେଳେ ହେବେ? ଗୋଟେ ଏକ୍ଜାମ୍ପଲ ଦଉଛି। ଯେତେବେଳେ ପ୍ରଭୁ ଏ ବାକ୍ୟକୁ ଏଥିପାଇଁ କହିଲେ ଯେ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଆସିଲେ ଜଗତକୁ, ଏମିତିରେ ବି ତାଙ୍କର ନିଜ ଲୋକ ବି ତାଙ୍କୁ ଗ୍ରହଣ କଲେ ନାହିଁ। କ'ଣ ପାଇଁ? ମନୁଷ୍ୟ ସବୁବେଳେ ସତ୍ୟର ବିରୁଦ୍ଧ କରି ଆସିଅଛି। ଯେମିତିକି ଯେତେବେଳେ ଗୋଟେ ବିଜାତି ପରିବାରରୁ ଜଣେ ଖ୍ରୀଷ୍ଟଙ୍କୁ ଗ୍ରହଣ କରେ, ସେତେବେଳେ ତାର ପ୍ରତ୍ୟେକ ଲୋକ ତାର ଶତ୍ରୁ ହେଇଯାଆନ୍ତି। ଯଦି ସେମାନେ ସ୍ୱାମୀ ସ୍ତ୍ରୀ ହେଇଥିବେ, ଯଦି ସ୍ତ୍ରୀ ପ୍ରଭୁଙ୍କୁ ଗ୍ରହଣ କରେ, ତେବେ ସ୍ୱାମୀ ତାକୁ ଘୃଣା କରେ। ଆଉ ଯେତେବେଳେ ଗୋଟେ ପରିବାରରେ ବାପା ପୁଅ ଥିବେ, ପୁଅ ଯୀଶୁଙ୍କୁ ଗ୍ରହଣ କରେ ଆଉ ବାପା କରେ ନାହିଁ, ତେବେ ବାପା ତାହାର ଶତ୍ରୁ ହେଇଥାଏ। ଯେମିତି ଆଜି ଆମେ ପ୍ରଭୁଙ୍କୁ ଗ୍ରହଣ କରିଛୁ, ଆଉ ଏ ଗଧିଆ ଆମକୁ ବିରୋଧୀ କରୁଛି, ବର୍ଣ୍ଣ ଶଙ୍କର ବୋଲି କହୁଛି, ସେମିତି
ଆଜି ଯେମିତି ସେ ଗଧିଆ ବି ମଣିଷ ଆଉ ଆମେ ବି ମଣିଷ, କିନ୍ତୁ ସେ ଆମମାନଙ୍କୁ ଭାଇ ପରି ନ ଦେଖି ସେମାନଙ୍କୁ ଘୃଣା କରୁଅଛି। କ'ଣ ପାଇଁ? କାରଣ ସେ ପ୍ରଭୁଙ୍କୁ ଜାଣିନାହିଁ, ଆମେ ପ୍ରଭୁଙ୍କୁ ଜାଣିଲୁ। ସେମିତି ଏ ବାକ୍ୟ ଲେଖାଯାଇଛି ସେମାନଙ୍କ ପାଇଁ ଯେଉଁମାନେ ପ୍ରଭୁଙ୍କୁ ଗ୍ରହଣ କଲେ ନାହିଁ। ଆଉ ସେଇ ପରିବାରରେ ଯଦି ଜଣେ ବି ଯଦି ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି, ତେବେ ସେମାନେ ସେ ବାପା ମାଙ୍କର କିମ୍ବା ସେଇ ଭାଇ ଭଉଣୀମାନଙ୍କର ଶତ୍ରୁ ହେଇଯାଇଛନ୍ତି। ସେଥିପାଇଁ ପ୍ରଭୁଙ୍କର ଆସିବାର ସମୟ ଏମିତି ଥିଲା ଯେ ଯିଏ ପ୍ରଭୁଙ୍କୁ ଗ୍ରହଣ କଲା, ସତ୍ୟକୁ ଗ୍ରହଣ କଲା, ତାକୁ ଜଗତ ଘୃଣା କଲା। ଆଉ ସେଇ ବିଷୟକୁ ନେଇ ପ୍ରଭୁ ଏହି ସ୍ଥାନରେ ସେମିତି କହିଛନ୍ତି। ଆଉ ଗଧିଆ ଯେତେବେଳେ ପଢ଼ୁଛନ୍ତି, ବହୁତ ଭଲ ପଢ଼ୁଛନ୍ତି ଗଧିଆଟା, ହେଲେ ବୁଝିବାଟା ତାଙ୍କର ବୁଦ୍ଧିର ଶକ୍ତି ଟିକେ କମିଯାଇଛି। ତ କେତୋଟି ଆମେ ବାକ୍ୟ ଦେଖିବା ଯେ ପ୍ରଭୁ ସେ ଶାନ୍ତି ସ୍ଥାପନ କରିବାକୁ ଆସିଥିଲେ ନା ଶାନ୍ତିକୁ ଭ୍ରଷ୍ଟ କରିବାକୁ ଆସିଥିଲେ, ସେଇଟା ଆମେ ପ୍ରଥମେ ଦେଖିବା। ବାକ୍ୟରୁ ହିଁ ଦେଖିବା, ବାଇବଲରୁ ଦେଖିବା। ତ ଯୀଶୁ ଖ୍ରୀଷ୍ଟ ଶାନ୍ତି ଦେବା ପାଇଁ ଆସିଥିଲା ନା ଅଶାନ୍ତି ଦେବା ପାଇଁ ଆସିଥିଲା, ଆମେ ଦେଖିବା ପବିତ୍ର ବାଇବଲରୁ। ଯୋହନ ପୁସ୍ତକ, ଯୋହନ ଲିଖିତ ସୁସମାଚାର 14 ପର୍ବ 27 ପଦ ଆମେ ପଢ଼ିବା। ଯୋହନ ଲିଖିତ ସୁସମାଚାର 14 ପର୍ବ 27 ପଦ। ପ୍ରଭୁ ଯୀଶୁ କ'ଣ କହୁଛନ୍ତି? ଗଧିଆ ତମେ ଶୁଣ, ମୁଁ ତୁମମାନଙ୍କୁ ଶାନ୍ତି ଦାନ କରି ଯାଉଅଛି, ମୋର ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ଜଗତ ଯେପରି ଦାନ କରେ ମୁଁ ତୁମମାନଙ୍କୁ ସେପରି ଦାନ କରୁନାହିଁ। ତୁମମାନଙ୍କ ହୃଦୟ ଉଦ୍ବିଗ୍ନ କି ଭୟଗ୍ରସ୍ତ ନ ହେଉ। ମୁଁ ତୁମମାନଙ୍କୁ ଶାନ୍ତି ପ୍ରଦାନ କରି ଯାଉଅଛି। କ'ଣ ଅଶାନ୍ତି ନା ଶାନ୍ତି କହିଲେ ଗଧିଆ? ରେ ଗଧିଆ, ପ୍ରଭୁ ଯୀଶୁ କହୁଛନ୍ତି ଏଠି ଯେ ମୁଁ ତୁମମାନଙ୍କୁ ଶାନ୍ତି ପ୍ରଦାନ କରୁଅଛି। ଆଉ ସେ କହୁଛନ୍ତି ନିଜର ଶାନ୍ତି, ଏ ଜଗତର ନୁହେଁ କିମ୍ବା ଆପଣଙ୍କ ପରି ସେ ଗଧିଆର ନୁହେଁ। ସେ ନିଜର ଶାନ୍ତି ଆମମାନଙ୍କୁ, ପ୍ରତ୍ୟେକ ମନୁଷ୍ୟ ଜାତିକୁ ପ୍ରଦାନ କରି କହୁଛନ୍ତି ଯେ ମୁଁ ନିଜର ଶାନ୍ତି ତୁମମାନଙ୍କୁ ଦେଉଅଛି। ସେ ନିଜର ଶାନ୍ତି ସ୍ଥାପନ କରୁଛନ୍ତି ଆମମାନଙ୍କ ମଧ୍ୟରେ। ଆଉ ତୁ କୋଉଠି ଦେଖିଲୁ ଯେ ଯୀଶୁ ଖ୍ରୀଷ୍ଟ ଅଶାନ୍ତି କରିବା ପାଇଁ ଆସିଥିଲେ? ବୁଦ୍ଧିର ସାଇଜ ଟିକେ ତୋର କମି ଯାଇଛି, ଟିକେ ସଜା, ନହେଲେ ପରେ ଅସୁବିଧା ହେଇଯିବ। ଏମିତି ନ ବୁଝିଲେ ତୁ ନିଜେ କ'ଣ କହୁଛୁ ସେଇଟା ବି ବୁଝିପାରିବୁ ନାହିଁ। ଭଲ ପଢୁଛୁ ହେଲେ ବୁଝିବାରେ ଟିକେ କମି ଯାଉଛି। ଏଇ ପୁସ୍ତକ ଟିକେ ପଢିବୁ ଯେ ଯୀଶୁ ଖ୍ରୀଷ୍ଟ କ'ଣ ପାଇଁ ଆସିଥିଲେ। ସେ କହୁଛନ୍ତି ମୁଁ ନିଜର ଶାନ୍ତି ଦେଉଅଛି, ନିଜର ଶାନ୍ତି ଦେଉଅଛନ୍ତି। ଆଉ ଗୋଟେ ବାକ୍ୟ ପଢିବା, ମାଥି ଲିଖିତ ସୁସମାଚାର 11 ପର୍ବ 28ରୁ 30। ମାଥି ଲିଖିତ ସୁସମାଚାର 11 ପର୍ବ 28ରୁ 30 କ'ଣ ଲେଖାଯାଇଛି ଦେଖନ୍ତୁ। ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ମୋର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ ଅଟେ। ଗଧିଆ, ତୁ ବୁଝିପାରୁଛୁ ମୁଁ କ'ଣ ପଢୁଛି? ପବିତ୍ର ବାଇବଲରୁ ମୁଁ ପଢୁଛି, ଯୋଉଟା ମାଥି ଲିଖିତ ସୁସମାଚାର 11 ପର୍ବ 28ରୁ 30 ଲେଖାଯାଏ ଯେ ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଏଠି କହିଲେ କି ଯୀଶୁ ଅଶାନ୍ତି ଦେବି ବୋଲି? ଯୀଶୁ ଖ୍ରୀଷ୍ଟ କହୁଛନ୍ତି ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆଉ ଗୋଟେ ବିଷୟ ମନେ ରଖ ଗଧିଆ, ପ୍ରଭୁ ଯୀଶୁ କହୁନାହାନ୍ତି ଯେ ଶାରୀରିକ ବିଷୟ, ସେ କହୁଛନ୍ତି ଆତ୍ମିକ ବିଷୟ। ତୁ ଅନ୍ଧଟା, ତୁ ସେଇ ସବୁ ବିଷୟ ବୁଝିପାରିବୁ ନାହିଁ, କାରଣ ତମ ଚକ୍ଷୁ ଅନ୍ଧ ହେଇଯାଇଛି। ସେଇଟା ବି ମୁଁ ପରେ କହିବି। ତ ତାହା ପୂର୍ବରୁ ପ୍ରଭୁ ଯୀଶୁ ଏଠି କ'ଣ କହୁଛନ୍ତି? ଅଶାନ୍ତି ବିଷୟ କହୁଛନ୍ତି ନା ଶାନ୍ତି ବିଷୟ କହୁଛନ୍ତି? ଦେଖେ, ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ। ସେ କହୁନାହାନ୍ତି ଯେ ତମେ ସେ ଗଧିଆ ଠାରୁ ଶିଖ, ସେ କହୁଛନ୍ତି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ। ମୃଦୁଶୀଳ କହିଲେ ବୁଝିପାରୁଛୁ ଗଧିଆ? ତୋ ପରି ନୁହେଁ ହେଲା। ମୃଦୁଶୀଳ ମାନେ ଯେଉଁମାନଙ୍କର ନମ୍ର, ସେ ନମ୍ର ଥିଲେ ଆଉ ତାଙ୍କ ପାଖରେ ଶାନ୍ତି ଥିଲା ବୋଲି ସେ କହୁଛନ୍ତି ଯେ ମୋ ନିକଟକୁ ଆସ ଆଉ ମୋ ନିକଟରୁ ଶିଖ। କ'ଣ ଶିଖ? ନମ୍ରଚିତ୍ତ, ଆଉ ତୁମେ ମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ। ଶାରୀରିକ ବିଷୟ କହିଲେ ନାହିଁ। ଗଧିଆ, ତୁ ବୁଝିବାରେ ଭୁଲ କରୁଛୁ। ପ୍ରଭୁ ଯୀଶୁ କହୁଛନ୍ତି ଯେ ଆତ୍ମିକ ରୂପେ ତୁମମାନେ ବିଶ୍ରାମ ପାଇବ। ମଣିଷ ହିସାବରେ ଜଗତରେ ଥିବା ପର୍ଯ୍ୟନ୍ତ ଜଣେ ଜ୍ୱର, ବେମାର ଆଉ ଅନେକ ବିଷୟର ସେ ସମ୍ମୁଖୀନ ହେବ, କିନ୍ତୁ ଯେତେବେଳେ ସେ ଆତ୍ମିକ ରୂପେ, ପ୍ରଭୁ ଯୀଶୁ ଏଠାରେ କହୁଛନ୍ତି ଯେ ତୁମମାନେ ଆତ୍ମିକ ରୂପେ ବିଶ୍ରାମ ପାଇବ। ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ ଅଟେ। ଏଠି ସେ ଅଶାନ୍ତି ବିଷୟ କହୁଛନ୍ତି ନାହିଁ।
ସେ କହୁଛନ୍ତି ଆସ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି, କାରଣ ମୋହର ଜୁଆଳି ଉଶ୍ୱାସ। ଆଉ ଗଧିଆ ତୁ କହୁଛୁ ଯେ, ତମେ କହୁଛ ପ୍ରଭୁ ଯୀଶୁ କହିଲେ ସେ ଅଶାନ୍ତି କରିବାକୁ ଆସିଲେ, କୋଉଠି ଲେଖା ହେଇଛି? ଗଧିଆ ତୋର ବୁଝିବାର ଶକ୍ତି ଟିକେ କମି ଯାଇଛି, ଟିକେ ଭଲ କି ବୁଝେ। ଆଉ ଗୋଟେ ବିଷୟ ପ୍ରଭୁ ଯୀଶୁ କଣ କହୁଛନ୍ତି ଦେଖ, ଲୁକ ଲିଖିତ ସୁସମାଚାର 19 ପର୍ବ 10 ପଦରେ କଣ କହୁଛନ୍ତି? ସେ ଶତ୍ରୁତା କରିବା ପାଇଁ ନା ଶାନ୍ତି ପାଇଁ ଆସିଥିଲେ? ଆମେ ଦେଖିବା କଣ କହୁଛନ୍ତି। ଦେଖ, ଲୁକ ଲିଖିତ ସୁସମାଚାର 19 ପର୍ବ 10 ପଦରେ ପ୍ରଭୁ କଣ କହିଛନ୍ତି? କାରଣ ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବା ପାଇଁ, ଅଶାନ୍ତି କରିବା ପାଇଁ ନାହିଁ, କିମ୍ବା କାହାଠି ଝଗଡ଼ା କରିବା ପାଇଁ ନାହିଁ, କି କାହାକୁ ନଷ୍ଟ କରିବା ପାଇଁ ନୁହେଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଥିପାଇଁ ଆସିଥିଲେ ଯାହା ହଜି ଅଛି ତାହାକୁ ରକ୍ଷା କରିବା ପାଇଁ ଆଉ ଶାନ୍ତି ସ୍ଥାପନ କରିବା ପାଇଁ। ତୁ କହୁଛୁ ଶତ୍ରୁ ହେବେ ନିଜ ଲୋକ, କୋଉଠି ଶତ୍ରୁ? ତା ମାନେ ନିଜର ଲୋକ ଏଠି ସବୁ ଶତ୍ରୁ ପାଲଟିବେ। ଏହା ଗଧିଆ, ପ୍ରଭୁ କହିଲେ, ପ୍ରଭୁ ନିଜେ କହିଲେ ଶାନ୍ତି ନୁହେଁ, ସେ ପ୍ରେମ ସ୍ଥାପନ କଲେ ଆଉ ସମସ୍ତଙ୍କୁ ଆଜ୍ଞା ବି ଦେଲେ ପରସ୍ପରକୁ ପ୍ରେମ କର, କାରଣ ସେ ନିଜେ ପ୍ରେମ ଥିଲେ। ସେଥିପାଇଁ ସେ ସମସ୍ତଙ୍କୁ, ପ୍ରଭୁ ଯୀଶୁ ନିଜେ କହୁଅଛନ୍ତି, ଗୋଟେ ଆଜ୍ଞା ଦେଉଅଛନ୍ତି ଯେ ପ୍ରେମ କର, ଅଶାନ୍ତି ନୁହେଁ। ଆଉ ଗୋଟେ ବାକ୍ୟ ଆମମାନେ ପଢିବା, ଯୌନ ଲିଖିତ ସୁସମାଚାର 13 ପର୍ବ 34 ଆଉ 35। ଯୌନ ଲିଖିତ ଜନ୍ ଚାପ୍ଟର 13 verses 34 and 35 କଣ ଲେଖା ହେଇଛି ଏଠି? ତୁମ୍ଭେ ମାନେ ପରସ୍ପରକୁ ପ୍ରେମ କର। 34ରେ, ଏହି ନୂତନ ଆଜ୍ଞା ମୁଁ ତୁମମାନଙ୍କୁ ଦେଉଅଛି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। ଯଦି ତୁମମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ ତାହେଲେ ତୁମମାନେ ଯେ ମୋହର ଶିଷ୍ୟ ଏହା ସମସ୍ତେ ତୋ ଦ୍ୱାରା ଜ୍ଞାତ ହେବେ। କଣ କହିଲେ 34ରେ? ପରସ୍ପରକୁ ପ୍ରେମ କର, ଶତ୍ରୁତା ନୁହେଁ, ଅଶାନ୍ତି ନୁହେଁ। ପ୍ରଭୁ ଯୀଶୁ କହୁଛନ୍ତି ପରସ୍ପରକୁ ପ୍ରେମ କର। ବାପା ପୁଅକୁ ପ୍ରେମ କରିବ, ମା ଝିଅକୁ ପ୍ରେମ କରିବ, ଶାଶୁ ବୋହୂକୁ ପ୍ରେମ କରିବ। ପରସ୍ପରକୁ ପ୍ରେମ ବିଷୟ ପ୍ରଭୁ ଯୀଶୁ ଶିକ୍ଷା ଦେଉଛନ୍ତି ଏଠି। ଆଉ ମୁଁ ଯେପରି ତୁମକୁ ପ୍ରେମ କରିଅଛି ତୁମମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର। ପ୍ରଭୁ ନିଜେ ଉଦାହରଣ ହେଇକି ସେ ସମସ୍ତଙ୍କୁ ପ୍ରେମ କରିଥିବାରୁ ସେ କହୁଛନ୍ତି ଯେ ମୁଁ ଯେପରି ତୁମକୁ ପ୍ରେମ କଲି ତୁମେ ମଧ୍ୟ ପରସ୍ପରକୁ ପ୍ରେମ କର। ଆଉ 35, ଯଦି ତୁମମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ ତାହେଲେ ତୁମମାନେ ଯେ ମୋହର ଶିଷ୍ୟ ଏହା ସମସ୍ତେ ତୋ ଦ୍ୱାରା ଜ୍ଞାତ ହେବେ। ଯଦି ତୁମେମାନେ ପରସ୍ପର ପ୍ରେମ କର ତେବେ ତୁମମାନେ ମୋହର ଶିଷ୍ୟ, ଏହା ସମସ୍ତେ ତୋ ଦ୍ୱାରା ଜ୍ଞାତ ହେବେ। ଆଉ ପ୍ରଭୁଙ୍କର ପ୍ରେମ ଏହା ପ୍ରକାଶ କରୁଛି ଯେ ଆଜି ଆପଣ ବି ବୁଝିବା ଦରକାର ଯେ ପ୍ରଭୁ କେତେ ଆମକୁ ପ୍ରେମ କଲେ ଆଉ ତାଙ୍କ ଲୋକମାନଙ୍କୁ ପ୍ରେମ କଲେ ଆଉ ସେମାନେ ଆମକୁ ପ୍ରେମ କରୁଅଛନ୍ତି। ଏଇଟା ଆଜି ଆପଣମାନଙ୍କୁ ମଧ୍ୟ ବୁଝିବାକୁ ପଡ଼ିବ। ପ୍ରଭୁ ନିଜେ ଏଠି ଆଜ୍ଞା ଦେଉଅଛନ୍ତି ଯେ ପରସ୍ପରକୁ ପ୍ରେମ କର, ଅଶାନ୍ତି ନୁହେଁ। ତେଣୁ ଭାଇ ଗଧିଆ ତୁ ବୁଝିଯା, ନହେଲେ ଗୁଜୁମୁଣ୍ଡୁ ହେଇକି ତୁ ଗୋଟେ ବିଷୟ। ଯୋହନ 15:12, ଜନ୍ ଚାପ୍ଟର 15 verse 12ରେ ପ୍ରଭୁ କଣ କହୁଛନ୍ତି? ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର, ଏହି ମୋହର ଆଜ୍ଞା। ପ୍ରଭୁ କାଲି କହୁନାହାନ୍ତି, ଏଇଟା ଅପସନ୍ ନୁହେଁ, ଏଇଟା ଗୋଟେ କମାଣ୍ଡ ଯେ ପରସ୍ପରକୁ ପ୍ରେମ କର। ଏହା ଗୋଟେ ଆଜ୍ଞା ଅଟେ। ଏଇଟା ଗୋଟେ ବାଛିବା ଜିନିଷ ନୁହେଁ ଯେ ମୁଁ ପ୍ରେମ କରିବି କି ନାହିଁ, ନୁହେଁ। ଏହା ପ୍ରଭୁଙ୍କର ନିଜର ଆଜ୍ଞା ଯେ ପ୍ରଭୁ ନିଜେ କହୁଛନ୍ତି, ଆଜ୍ଞା ଦେଉଛନ୍ତି ସମସ୍ତଙ୍କୁ ଯେ ପରସ୍ପରକୁ ପ୍ରେମ କର, ଅଶାନ୍ତି ନୁହେଁ। ପରସ୍ପରକୁ କହିଲେ ବୁଝୁଛୁ ଗଧିଆ? ପରସ୍ପରକୁ କହିଲେ ସମସ୍ତଙ୍କୁ, ତମ ଚାରି ପାଖରେ ଥିବା ସମସ୍ତଙ୍କୁ, ତମ ଘର ଭିତରେ ଥିବା ସମସ୍ତଙ୍କୁ ପ୍ରେମ କରିବା ପାଇଁ ପ୍ରଭୁ ଶିକ୍ଷା ଦେଉଅଛନ୍ତି, ଅଶାନ୍ତି ନୁହେଁ। ଆଉ 15:17ରେ ଯୋହନ 15 ପର୍ବ 17 ପଦରେ କଣ ଲେଖା ହେଇଛି ଦେଖେ, ତୁମ୍ଭେମାନେ ଯେପରି ପରସ୍ପରକୁ ପ୍ରେମ କର ଏଥି ନିମନ୍ତେ ମୁଁ ତୁମମାନଙ୍କ ଏହି ସମସ୍ତ ଆଜ୍ଞା ଦେଉଅଛି। କଣ କହିଲେ? ତୁମ୍ଭେମାନେ ଯେପରି ପରସ୍ପର ମଧ୍ୟରେ ଅଶାନ୍ତି ହେବ ସେଥିପାଇଁ ଏହି ଆଜ୍ଞା ମୁଁ ଦେଉଅଛି ବୋଲି ପ୍ରଭୁ କହୁଛନ୍ତି କି? ନା,
प्रभु कहउछंती तुम्हे माने जेपरी परस्पर को प्रेम कर सेथिपाई मु एही आज्ञा देउछंती परस्पर को प्रेम करिया पाई अशांति करबाकू नुहे प्रभु आसीथिले परस्पर प्रति शांति स्थापन करिया पाई आउ से शांति को जो माने बुझी पारिले नाही से माने प्रभु को लोक मानकर शत्रु हेले जेमिति कि तू गधिया आ प्रभु प्रेम बांटिबा पाई आसीथिले आ से तांको लोक माननकु प्रेम बांटिबा पाई आज्ञा देइछंती अशांति देबा पाई नुहे आ गोटे विषय सुनो गधिया तमे गधिया हैला तम ना गधिया आउ तमे गधिया आउ तम बुद्धि बुद्धिर साइज टिके कम सेथिपाई मु आज अनेक विषय आपणको सहित आलोचना करूची गधिया जेते प्रश्न पचारुछु पचारे आ गोटे विषय देख प्रभु कौन पे आसिले शांति ना अशांति आउ प्रूफ बाइबल रु मु प्रूफ देखाउछला माथ्यू लिखित सुसमाचार 22 अध्याय 37 38 आउ 39 38 39 37 38 39 कौन लिखा जायछि सुनो से तांको कहिले तुम्भे अपना समस्त अंतकरण समस्त प्राण और समस्त मन देई प्रभु अपना ईश्वर को प्रेम करिवो एहा ही श्रेष्ठ और प्रथम आज्ञा द्वितीयटी एहारी सदृश तुम्भे अपना प्रतिवासी की आत्मतुल्य प्रेम करिवो आत्मतुल्य प्रेम करिवो काहाकू प्रतिवासी की तते बुझेया पाई मते अनेक बहुत समय लागिबो तथापि मु गोटे शॉर्टकट कहूछला प्रभु जीशु ख्रीस्ट अशांति नुहे कौन पाई प्रेम प्रेम देउछंती एटी देखे तुम्बे अपना परमेश्वर को समस्त प्राण मन आ अंतकरण सहित प्रेम करिवो प्रथमे प्रथमे काहाकू प्रभु को प्रेम करिवो कारण प्रभु आपण को मते सृष्टि करियछंती सेतिपाई प्रथम स्थान प्रभु को देवा दरकार द्वितीयटी अपना प्रतिवासी को आत्मतुल्य आत्मतुल्य कहले कौन बुझुछु आत्मतुल्य आपण निजको जेमिति प्रेम करूछंती सेमिति प्रभु को मध्य आपणको बापा माँ को आपणको भाई भौणी को आपणको लोक माननकु आपणको समाज को समस्त को प्रेम करबा दरकार समस्त मानव जाति को इंग्लिश रे पढ़ी दउछला इंग्लिश रे टिके सुने हला जीसस आंसर लव द लॉर्ड your God with all your heart, all your soul, and all your mind. This is the first and most important command. And the second command is like the first. Love your neighbor as you love yourself. Love your neighbor as you love yourself. Yourself को बुझुछु तुमे अपना प्रतिवासी को निजर पड़ोसी को एमिति प्रेम करो बा निज चारि पाखरे थिबा लोक मान को एमिति प्रेम करो जेमिति तमे निज को प्रेम करूछ अशांति नुहे परिवार रे अशांति नुहे समाज रे अशांति नुहे प्रभु जीशु ख्रीस्ट कहउछंती अपना प्रतिवासी को तुमे निज को जेमिति भलो पाउछ सेमिति प्रभु को आउ निजर लोक मान को मध्य प्रेम करो गधिया तू पढ़िलु वाक्य पढ़िलु भलो पढ़ुचु बढ़िया को अंगनबाड़ी रे चाकरी मिली मु जानिनी तथापि मु धन्यवाद दउची तू बहुत भलो पढ़ुचु हेले बुझिबारे टिके तोर भूल हो जाइछि टिके आउ टिके भलो की पढ़े आ जदि पारुछु टिके ट्यूशन भी जा अंगनबाड़ी रे पुणी थरे केवल आउ निजर बापा माँ को भाई मान को प्रेम करने कथा नुहे किंतु से आउ गोटे विषय एमिति आश्चर्य विषय से कहले जे अपना शत्रु मान को सुधा प्रेम कर सेथिपाई बोली आज अनेक ख्रीस्टियान आपण को पाई मध्य प्रार्थना करूछंती एटा आपण को बुझिबा को पड़िबो जेंति प्रभु को वाक्य आपण कहले प्रभु अशांति नुहे प्रभु एमिति जने मनुष्य थिले जे से अपना लोक मान को यह भी आज्ञा देले जे अपना शत्रु मान को पाई प्रार्थना करो शत्रु को प्रेम करो एटा भी लिखा जायछि बाइबल रे प्रूफ सहित देखौछि माथ्यू लिखित सुसमाचार 5 पर्व माथ्यू लिखित सुसमाचार 5 पर्व 43 और 44 कौन लिखा जायछि देखो तुम्हें माने सुनी अछो उक्त अछि तुमरो प्रतिवासी की प्रेम करो ओ तुमरो शत्रु को घृणा करो किंतु मु तुम मानकु किए कहउछंती जीशु ख्रीस्ट कहउछंती जीशु ख्रीस्ट कहउछंती तुम मान को शत्रु मान को प्रेम करो केवल बापा माँ को नुहे केवल आई अजा को नुहे
से कहउछंती आपण शत्रु माननकु सुधा प्रेम करो आउ जो माने तुमको ताड़ना करती से निमंते प्रार्थना करो जो माने तुमको ताड़ना करती से निमंते प्रार्थना करने प्रभु आदेश देउछंती। भाई गधिया आज प्रभु आपण को मध्य प्रेम करने आम को आज्ञा दे अछंती। प्रभु अशांति नुहे प्रभु प्रेम बांटिया आसी आ प्रत्येक मनुष्य जाति को से कहले प्रत्येक को प्रेम करो कौन करो प्रेम करो इवेन टू लव to enemy, not only your father, mother, and your neighbor, yes, your brother, sisters, or whoever, but he command us to love even to enemy. My brother, you have to understand, because Jesus is not like you and like me. He's only one God who created the whole creation. And now if you say that he is a son of man and he is not God, and he came to destroy the peace of this world, he came to make enmity between father and son or daughter and daughter-in-law. No, you have to understand that because God is love. So he teach us, he commanded us to love each other, not to make enmity. So my brother, you have to understand the love of God today. Not just to speak out whatever coming in your mind. Reading is not important, but understanding is more important. पढ़िबा एते इम्पोर्टाट नुहे जरूर नुहे किंतु बुझिबा सबुठार बड़ विषय से मु आपन को अनुरोध करुची आपण उत्तम पढ़ुछंती किंतु आपण को उत्तम रूपे बुझिबा दरकार अछि। प्रभु को वाक्य कौन कहूची डाल को धरिकी केबे भी भावेना चेर को धरिची। गोटे कहानी तो शुणी थिबु जे मांकड़ आ कुंभीर कहानी कि जेते बेले कुंभीर मांकड़र गोड़ धरिथिला सेते बेले मांकड़ कौन कहला मो गोड़ न धरिकी चेर धरिचु तो से कौन कला कुंभीर से गोड़ छाड़िकी चेर धरिला। आज सेमिति मोर भाई गधिया आपण चेर छाड़िकी बा गोटे गोड़ को छाड़िकी डाल को चेर को छाड़िकी मूल को छाड़िकी डाल को धरिकी ओह्लई पड़िछंती। प्रभु को वाक्य आज कहूची आपण को प्रेम करने पाई आपण समस्त को प्रेम करने पाई शत्रुता नुहे। तो जो वाक्य आपण पढ़ी ठीक पढ़ी किंतु आपणकर बुझीबारे भूल हो जाइए। आ गोटे विषय शुण प्रभु कौन आज्ञा देले एमिति कि निजर भाई सहित गोटे सेकेंड भी शत्रुता हेबा पाई मध्य से समय बा सुजोग देई नाहंती। मंदिर जीवा पूर्वरु जदि तुम भाई विरुद्ध किछि कथा तुम मन रे थाए तेबे मंदिर को न जाई प्रथमे अपना भाई संगे शांति स्थापन करो तापरे प्रभु को पाख को जाओ बोली प्रभु आज्ञा देउछंती। माथी लिखित सुसमाचार 5 पर्व 23 आउ 24 एटी लेखा जायछि कोन लेखा जायछि पढ़ी दउछि सुनो। अतएव जदि बदी निकट को तुम्हें निजर नैवेद्य आणुथिबा समय तुम विरुद्ध तुम भाईर कौन सी कथा अच्छी बोली सेठारे तुमर मने पड़े ताहले से स्थान रे बेदी सम्मुखरे तुमर नैवेद्य थई देई चली जाओ आगे निज भाई संगरे मिलित हुओ आउ ताहा परे आसी तुमर नैवेद्य उत्सर्ग करो। एमिति कि जदि कहा सहित शत्रुता अच्छी तेबे प्रभु को मंदिर को जीवा को भी मना होइछि। प्रथमे भाई संगे शांति स्थापन करो तापरे प्रभु को पाख को आस बोली प्रभु निजे आज्ञा देउछंती। आ आपण जो पढ़ुछंती बाइबल पढ़ुछंती ठीक अछि किंतु बुझिबारे अनेक आपणकर भूल रहिछि। प्रभु कहउछंती शांति फॉरगिवनेस लव एंड पीस नॉट शत्रुता। आ गोटे शुण आ गोटे वाक्य कहूँ बाइबल रु प्रूफ करुच्ची तुम जमती कहूच बाइबल रु प्रूफ करो प्रूफ करुच्ची मु सेमिति बाइबल रु देख लूक लिखित सुसमाचार 6 पर्व लूक लिखित सुसमाचार 6 पर्व 27 आउ 28 कौन लिखाई शुण भल कि शुण कान डेरी कि शुण ना कान काला हो थे किंतु श्रवण करुअछ जे तुम्हें माने तुम मु कहूअछि तुम शत्रु मानू प्रेम कर
ଯେଉଁମାନେ ତୁମମାନଙ୍କୁ ଘୃଣା କରନ୍ତି ସେମାନଙ୍କର ମଙ୍ଗଳ କର, ଯେଉଁମାନେ ତୁମମାନଙ୍କୁ ଅଭିଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର, ଯେଉଁମାନେ ତୁମମାନଙ୍କୁ ଅପମାନ କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। କିଏ କହିଲେ? ଗଧିଆ କହୁଛି କି? ନାଇଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି ଯେ ତୁମମାନଙ୍କ ଶତ୍ରୁମାନଙ୍କୁ ସୁଦ୍ଧା ପ୍ରେମ କର। ଆଉ ସେ କହୁଛନ୍ତି ଯେ ଯେଉଁମାନେ ତୁମମାନଙ୍କୁ ଘୃଣା କରନ୍ତି ସେମାନଙ୍କୁ ମଙ୍ଗଳ କର, ଆଉ ଯେଉଁମାନେ ତୁମମାନଙ୍କୁ ଅଭିଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର, ଆଉ ଯେଉଁମାନେ ତୁମମାନଙ୍କୁ ଅପମାନ କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ପ୍ରଭୁଙ୍କ ବାକ୍ୟ ଏମିତି ଶିକ୍ଷା ଦେଉଛି। ଆଉ ତମେ କହୁଛ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିକି ଅଶାନ୍ତି କୋଉଠି କଲେ? ବାକ୍ୟର ପ୍ରତ୍ୟେକ ସ୍ଥାନରେ ସେ କହୁଛନ୍ତି ପ୍ରେମର ବାର୍ତ୍ତା, ଶାନ୍ତିର ବାର୍ତ୍ତା। ବାଇବଲ ପଢ଼, ମୁଁ ଯେଉଁ ସବୁ ରେଫରେନ୍ସ ଏବେ ଦେଉଛି ଟିକେ ଭଲ କି ପଢ଼ ଆଉ ବୁଝିବ। ଗୋଟେ ବିଷୟ ପ୍ରଭୁଙ୍କ ବାକ୍ୟ କ'ଣ କହୁଛି ଶୁଣ। ଅଶାନ୍ତି ନା ଶାନ୍ତି ବିଷୟ କହୁଛି। ଲୁକ ଲିଖିତ ସୁସମାଚାର 6 ପର୍ବ 35 ଆଉ 36, 35 ଆଉ 36। ଏଇଟା ପଦପ୍ରଭୁ ଭଲରେ ଜାଣିଛ କି ନାଇଁ ମୁଁ ଜାଣିନି, ତଥାପି ପଢ଼। ଲୁକ୍ ଚାପ୍ଟର 6 ଭର୍ସେସ୍ 35 and 36 କ'ଣ ଲେଖା ହେଇଛି ଶୁଣ। ମାତ୍ର ତୁମମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କ ମଙ୍ଗଳ କର, ପୁଣି ପରିଶୋଧର ଆଶା ନ ରଖି ଋଣ ଦିଅ, ତାହେଲେ ତୁମମାନଙ୍କ ପୁରସ୍କାର ପ୍ରଚୁର ହେବ ଓ ତୁମେମାନେ ପରାତ୍ପର ଈଶ୍ୱରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି କୃପାବାନ ଅଟନ୍ତି। ଯଦି ତୁମମାନେ ପ୍ରେମ କରିବ ତେବେ ତୁମେ ଈଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବ, ଆଉ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି ସୁଦ୍ଧା ସେ କୃପାବାନ ଅଟନ୍ତି। ସେ କେବଳ ଭଲ ଲୋକମାନଙ୍କ ପାଇଁ ପ୍ରଭୁ ନୁହନ୍ତି, ସେ ସମସ୍ତଙ୍କର ପ୍ରଭୁ ଅଟନ୍ତି। ସେ ଆପଣଙ୍କର ପ୍ରଭୁ ଆଉ ମୋର ବି ପ୍ରଭୁ ଅଟନ୍ତି। ଆଉ ଗୋଟେ ବିଷୟ 36ରେ ଲେଖା ହେଇଛି, ତୁମମାନଙ୍କ ପିତା ଯେପରି ଦୟାଳୁ ତୁମେମାନେ ସେହିପରି ଦୟାଳୁ ହୁଅ। ପ୍ରଭୁଙ୍କ ବାକ୍ୟ, ପ୍ରଭୁ ଯୀଶୁ ନିଜେ କହୁଛନ୍ତି ତୁମମାନଙ୍କ ପିତା ଯେପରି ଦୟାଳୁ ତୁମେ ସମସ୍ତେ ଦୟାଳୁ ହୁଅ। ଶତ୍ରୁତା ନୁହେଁ, ପ୍ରେମ ଆଉ କ୍ଷମା ଆଉ ସମସ୍ତଙ୍କ ଜୀବନର ଶାନ୍ତି ସ୍ଥାପନ ବିଷୟରେ ପ୍ରଭୁ ଏଠି କଥା କହୁଛନ୍ତି। ଆପଣ କହୁଛନ୍ତି ଅଶାନ୍ତି ସୃଷ୍ଟି କରିବାକୁ କହୁଛନ୍ତି। ଟିକେ ବୁଦ୍ଧିର ସାଇଜ ଟିକେ ବଢ଼ାଅ ଆଉ ବାକ୍ୟକୁ ଟିକେ ପଢ଼। ଶେଷ ପ୍ରେମ ବିଷୟ, ଶାନ୍ତି ଅଶାନ୍ତି ଆପଣ ଯେଉଁ କହୁଛ ସେ ବିଷୟ ନୁହେଁ। ପ୍ରେମ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକଟି ସ୍ଥାନରେ ସେ ପ୍ରେମ ଆଉ ଶାନ୍ତି ବିଷୟରେ କହୁଛନ୍ତି। ଦେଖ ମାର୍କ ଲିଖିତ ସୁସମାଚାର 12 ପର୍ବ 30 ଆଉ 31। ମାର୍କ ଲିଖିତ ମାର୍କ ଚାପ୍ଟର 12 ଭର୍ସେସ୍ 30 and 31। ପ୍ରଭୁ କ'ଣ କହୁଛନ୍ତି ଶୁଣ। ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି, ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ପ୍ରଥମେ ପ୍ରତ୍ୟେକଟି ବିଷୟରେ ପ୍ରଭୁଙ୍କୁ ପ୍ରେମ କରିବାକୁ କହୁଛନ୍ତି। ଆଉ ଦ୍ୱିତୀୟଟି ଏହି, ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର। ଏହି ଆଜ୍ଞା ଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠତର ଆଜ୍ଞା ନାହିଁ। ପ୍ରେମଠୁ ଆଉ ବଡ଼ ବିଷୟ ଦୁନିଆରେ କୌଣସି ବିଷୟ ନାହିଁ। ଆଉ ସେଇ ପ୍ରେମକୁ ପ୍ରଭୁ ଯୀଶୁ ନିଜେ ଆସି ଏ ଜଗତରେ ସ୍ଥାପନ କରିଥିଲେ। ଆଉ ଆପଣ କହୁଛନ୍ତି ଯୀଶୁ ଆସି ଅଶାନ୍ତି କୋଉଠି ଅଶାନ୍ତି? ମୋତେ ଟିକେ ଦେଖେଇବ। ମୁଁ ଯେଉଁ ରେଫରେନ୍ସ ଦେଉଛି ଟିକେ ଭଲ କି ପଢ଼ ଗଧିଆ। ଆଉ ଗଧିଆ ଭାଇ, ତମେ ଯେଉଁ ଗଧିଆ ପରି ଦେଖାଯାଉଛ, ସେ ଗଧିଆ ମୁହଁ ଧରିଛ ଆଉ ଗଧିଆ ପରି କଥା ବି କହୁଛ, ତାକୁ ଟିକେ ସୁଧରାଅ। ବାକ୍ୟ ଯଦି ପଢ଼ୁଛ ଭଲ ପଢ଼ୁଛ, କିନ୍ତୁ ବୁଝିବାରେ ଟିକେ ଅସୁବିଧା ରହିଛି, ସେଥିପାଇଁ ଟିକେ ବୁଝିବା ପାଇଁ ବି ଚେଷ୍ଟା କର। ବାଇବେଲରେ କ'ଣ ଲେଖା ହେଇଛି ପ୍ରୁଫ୍ ସହିତ ଆପଣମାନଙ୍କୁ ଦେଖେଇବି। ଆଉ ଯେଉଁ ଏବେ ବୁଝିପାରୁଥିବ ଯେ ଯୀଶୁ ଖ୍ରୀଷ୍ଟ ଶାନ୍ତି ନା ଅଶାନ୍ତି ଦେବା ପାଇଁ ଆସିଥିଲେ। ଆଉ ଅନେକ ବିଷୟ ଆପଣଙ୍କ ସହିତ ମୋର ଆଲୋଚନା କରିବାକୁ ଅଛି। ସବୁବେଳେ ବାଇବଲରୁ ପ୍ରମାଣ କହୁଛୁ ନା, ବାଇବଲରୁ ପ୍ରମାଣ ଦଉଛି। ଦେଖ ବାଇବଲରୁ ପ୍ରମାଣ ଦଉଛି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ କହୁଛନ୍ତି ଆପଣଙ୍କୁ ଆଉ ମୋତେ। ଯେଉଁ ଲୋକ ପ୍ରଭୁ ଯୀଶୁଙ୍କ ଅପେକ୍ଷା ତା ପୁଅ ଝିଅକୁ ଯଦି ଭଲ ପାଏ, ତାହେଲେ ସେ ପ୍ରଭୁ ଯୀଶୁଙ୍କର ଅନୁଗାମୀ ହେଇପାରିବ ନାହିଁ। ବାକ୍ୟ ଦ୍ୱାରା ଆଉ ଗୋଟେ ବାକ୍ୟ ପଢ଼ିଲ ଯୋଉଟା କି, ଯେ ପିତା କି ମାତାକୁ ମୋ ଠାରୁ ଅଧିକ ପ୍ରିୟ ଜ୍ଞାନ କରେ ସେ ମୋହର ଯୋଗ୍ୟ ନୁହେଁ, ପୁଣି ଯେ ପୁତ୍ର କି କନ୍ୟାକୁ ମୋ ଠାରୁ ଅଧିକ ସ୍ନେହ କରେ ସେ ମୋହର ଯୋଗ୍ୟ ନୁହେଁ, ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ ସେ ମୋହର ଯୋଗ୍ୟ ନୁହେଁ।
ଏ ବାକ୍ୟ ପଢ଼ିଲ, ବହୁତ ଭଲରେ ପଢ଼ିଲ, ବହୁତ ବହୁତ ଭଲରେ ପଢ଼ିଲ। ଏକ୍ସପ୍ଲେନ୍ କରିବା ପାଇଁ ମୋ ସମୟ ନାହିଁ। ବହୁତ ଭଲ ପଢ଼ିଲ, କିନ୍ତୁ ବୁଝିବାରେ ଆପଣଙ୍କର ବୁଦ୍ଧିଟା ଟିକେ କମିଗଲା। ଆଉ ଟିକେ ଟ୍ୟୁସନ୍ ଯିବ ଯଦି ସବୁ ବିଷୟ ବୁଝିପାରିବ। ପ୍ରଭୁଙ୍କର ବାକ୍ୟ ଏମିତି ଗୋଟେ ବିଷୟ, ଆପଣଙ୍କ ପରି ଲୋକ ବୁଝିବାକୁ ଟିକେ କଷ୍ଟ ହେଇଥାଏ। ଗଧିଆ ମାନେ ବୁଝିବାକୁ ଟିକେ କଷ୍ଟ ହେଇଯାଏ। ସେଥିପାଇଁ ଗଧିଆ ମାନଙ୍କୁ ଟିକେ ଚାଲାକ ହେଲେ ହିଁ ଏ ପ୍ରଭୁଙ୍କ ବାକ୍ୟକୁ ବୁଝିବା ପାଇଁ ସେମାନଙ୍କୁ ସୁଯୋଗ ମିଳିଥାଏ। ଏ ବାକ୍ୟ ଏମିତି ବିଷୟ ଯୋଉଟାକି ତମେ ଯେମିତି ଥିଙ୍କିଂ କରୁଛ ସେଇଟା ନୁହେଁ, ଏଟା ଟିକେ ଡିଫରେନ୍ସ। ଶୁଣେ, ଗୋଟେ ବିଷୟ କହୁଛି। ଜଣେ ମଣିଷ କେବେ ବି ଦିଟା ଡଙ୍ଗାରେ ପାଦ ରଖି ଯାଇପାରିବ ନାହିଁ। ଆଉ ସେକେଣ୍ଡ ଥିଙ୍ଗ ହେଲା, ଜଣେ ମଣିଷ କେବେ ବି ଦୁଇ ପ୍ରଭୁଙ୍କର ଦାସ ହୋଇପାରିବ ନାହିଁ। ଆଉ ଥାର୍ଡ ବିଷୟ ହେଲା, ଜଣେ ମନୁଷ୍ୟ ଟଙ୍କାର ଆଉ ପ୍ରଭୁଙ୍କର ସେବା କେବେ କରିପାରିବ ନାହିଁ। ସେଥିପାଇଁ ଏ ବାକ୍ୟ ଲେଖାଗଲା ଯେ, ଯଦି କେହି ଆପଣା ପିତା ମାତାଙ୍କୁ ମୋ ଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ। ଏଥିପାଇଁ କୁହାଯାଇଛି ଯେ ପ୍ରଭୁଙ୍କ ବାକ୍ୟକୁ ଜଣେ ମନୁଷ୍ୟ କେବେ ବି ଟଙ୍କାକୁ ଯେତେ ପ୍ରେମ କରେ ସେତେ ପ୍ରଭୁଙ୍କୁ ପ୍ରେମ କରିପାରିବ ନାହିଁ। ଆଉ ଯେତେ ସେ ନିଜ ସ୍ତ୍ରୀକୁ ପ୍ରେମ କରେ ସେ ପ୍ରଭୁଙ୍କୁ ସେତେ ପ୍ରେମ କରିପାରେ ନାହିଁ। ଏହା ତାହା ନୁହେଁ ଯେ ସେ ତାଙ୍କ ଠାରୁ ଅଲଗା ହେଇଯିବ, ସେମାନଙ୍କୁ ଭୁଲିଯିବ, ଏମିତି ନୁହେଁ। ଯେଉଁମାନେ ପ୍ରଭୁଙ୍କର ସେବା କରନ୍ତି ସେମାନେ ପ୍ରଭୁଙ୍କୁ 100%ରୁ 80% ସମୟ ପ୍ରଭୁଙ୍କୁ ସମୟ ଦେବା ଦରକାର। ତମକୁ କଣ କହିଛନ୍ତି? କେବେ ନିଜକୁ ଭଲ ପାଅନି, ନିଜ ଠାରୁ ଅଧିକ କାହାକୁ ଭଲ ପାଇବ? ପ୍ରଭୁ ଯୀଶୁଙ୍କୁ। ଗଧିଆ, ପ୍ରଭୁ କହୁଛନ୍ତି ଯେ ଜଣେ ମଣିଷ ପ୍ରଭୁଙ୍କ ଠାରୁ ଜଗତରେ ଥିବା କୌଣସି ବିଷୟକୁ ଭଲ ନ ପାଇବା ଦରକାର। ଆଜି ଏମିତି ମୂର୍ଖାମୀ ପାଇଁ ଆପଣମାନେ ସମସ୍ତେ ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ି ସୃଷ୍ଟ ବସ୍ତୁ ଉପରେ ପୂଜା ବିଧି କରି ଚାଲିଛ। ପ୍ରଭୁ କହିଲେ ସୃଷ୍ଟିକର୍ତ୍ତାଙ୍କୁ ପୂଜା କର, କିନ୍ତୁ ଆଜି ଅନେକ ଲୋକ ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ିକି ସୃଷ୍ଟିକର୍ତ୍ତା ସୃଷ୍ଟି କରିଥିବା ବିଷୟବସ୍ତୁକୁ ପୂଜା କରୁଛନ୍ତି। ସେମାନେ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ। ଆଉ ସୃଷ୍ଟିକର୍ତ୍ତା ଯେଉଁ ବିଷୟ, ଗାଈ ଗୋରୁ ମେଣ୍ଢା କୁକୁର ଆଉ ଅନେକ ବିଷୟ, ଗଛ ପତ୍ର ଲତା ପଥର, ଏ ସମସ୍ତ ବିଷୟ ପ୍ରଭୁ ଯେଉଁ ବିଷୟ ସୃଷ୍ଟି କରିଥିଲେ ତାକୁ ପୂଜା କରୁଛନ୍ତି। ମୁଁ ଯେମିତି କହିଥିଲି, ସେମାନେ ମାଙ୍କଡ଼କୁ ଛାଡ଼ିକି, ମାଙ୍କଡ଼ର ଗୋଡ଼ ଛାଡ଼ିକି ସେମାନେ ଗୋଟେ ଗଛର ଚେର ଧରିଲେ, ମୂଳକୁ ଛାଡ଼ି ଡାଳକୁ ଧରିଛ। ଆଜି ଜଗତର ଅନେକ ଲୋକ ସେମିତି ହେଇଯାଇଛନ୍ତି। ସେମାନଙ୍କ ପାଇଁ ଏ ବାକ୍ୟ ଲେଖାଯାଇଛି ଯେ, ଯେ ମୋ ଠାରୁ ଅଧିକ ପିତା ମାତା ବା ନିଜର ସ୍ତ୍ରୀ ପିଲା ଛୁଆ, ଏଇଟା ତା ନୁହେଁ ଯେ ସେମାନଙ୍କୁ ଭୁଲିଯାଉ, ସେ ବିଷୟରେ ନୁହେଁ। ପ୍ରଭୁଙ୍କର କହିବା କନସେପ୍ଟ ଆପଣଙ୍କୁ ବୁଝିବାକୁ ପଡ଼ିବ ଯେ ପ୍ରଭୁ କ'ଣ ପାଇଁ ବାକ୍ୟ କହୁଛନ୍ତି। ପ୍ରଭୁ ଏଥିପାଇଁ ବାକ୍ୟ କହୁଛନ୍ତି ଯେ ଜଗତରେ ଥିବା କୌଣସି ବିଷୟ ଆପଣଙ୍କୁ ପ୍ରଭୁଙ୍କ ଠାରେ ଦୂରରେ ନ ରଖୁ। ସେଥିପାଇଁ ପ୍ରଭୁ ଏହି ବାକ୍ୟ ନିଜେ କହୁଛନ୍ତି। ଆଉ ଗୋଟେ ବିଷୟ କହିଲୁ, ତ ଆଜି ସମସ୍ତେ ଜୀବନ ହାରିଦିଅ, ପ୍ରଭୁ ନିଜେ କହିଲେ ନିଜର କ୍ରୁଶ ଦେଇକି ଆସ ଆଉ ଜୀବନ ହାରିଦିଅ। ସବୁ ବିଷୟର ଗୋଟେ ସୀମା ଥାଏ, ସବୁ ବାକ୍ୟର ଗୋଟେ ପରିସୀମା ଅଛି, ତାର ବୁଝିବାର ଗୋଟେ କନସେପ୍ଟ ଅଛି। ସେଇଟା ଆଜି ଆପଣଙ୍କୁ ବୁଝିବାକୁ ପଡ଼ିବ। ନହେଲେ ଏମିତି ଗଧିଆ ଜୀବନ କାଟିକି ଆପଣ ଯୋଉ କହୁଛନ୍ତି ବାଇବେଲରୁ ପ୍ରମାଣ ଦିଅ, ଆଜି ମୁଁ ପ୍ରମାଣ ଦେଉଛି ଆପଣଙ୍କୁ। ଦେଖନ୍ତୁ ଯେ ପ୍ରଭୁଙ୍କ ବାକ୍ୟ କ'ଣ କହୁଛି ଏ ବିଷୟରେ। ଯେଉଁମାନେ ପ୍ରଭୁଙ୍କ ପାଇଁ ଜୀବନ ହାରିବେ, ଏ ଜୀବନ ହାରିବା ଏମିତି ବିଷୟ ଯେ ନିଜ ଇଚ୍ଛାରେ ନ ବଞ୍ଚି ପ୍ରଭୁଙ୍କ ଇଚ୍ଛା ନିଜ ଜୀବନରେ ସଫଳ କରିବା। ଧର୍ମ କହିକି ଜଗତରେ ପ୍ରଚାର କରିକି ପ୍ରଭୁଙ୍କୁ ଭୁଲି ଯିବା ପାଇଁ ପ୍ରଭୁ କହିନାହାନ୍ତି। ପ୍ରଭୁଙ୍କୁ ରାଜ୍ୟକୁ ଏ ଜଗତରେ ପ୍ରେଜେଣ୍ଟ ବା ଉପସ୍ଥାପନ କରିବା ପାଇଁ ଏ ବାକ୍ୟ ଲେଖାଯାଇଛି। ଯଦି ଜଣେ ମଣିଷ ସମଗ୍ର ଜଗତକୁ ଲାଭ କରି ନିଜର ଜୀବନ ହରାଇବ, ତେବେ ସେଥିରେ କ'ଣ ଲାଭ ଅଛି ତାର? এই ଜଗତରେ ମନୁଷ୍ୟର ଜୀବନ ଅଳ୍ପ ଦିନ ମାତ୍ର। এই ଜଗତ ଶେଷ ପରେ ସେ ତାର ଆତ୍ମା ପ୍ରଭୁଙ୍କ ପାଖରେ ଚାଲିଯିବ। ଆଉ ଏ ବିଷୟ ଶାରୀରିକ ବିଷୟ କୁହାଯାଉନି, ଏଟା ଆତ୍ମିକ ବିଷୟରେ କୁହାଯାଉଛି, ଯୋଉଟା କି ଆମମାନଙ୍କୁ ଆତ୍ମିକ ରୂପେ ମିଳିବ।
ଯେଉଁମାନେ ପ୍ରଭୁଙ୍କ ରାଜ୍ୟ ପାଇଁ ପ୍ରଭୁଙ୍କ ପାଇଁ ଜୀବନ ହାରିବେ ସେମାନେ ଗୋଟିଏ ଦିନ ଏମିତି ଜୀବନ ପାଇବାକୁ ଯାଉଛନ୍ତି। ସେଇଟା ଆଜି ଆପଣଙ୍କୁ କହୁଛି। ପ୍ରଭୁ କହିଲେ ଯେ ଯେ ମୋ ନିମନ୍ତେ ଆପଣା ଜୀବନ ହାରିବ ସେ ପ୍ରକୃତରେ ସେ ବାସ୍ତବ ଜୀବନ ପାଇବ। ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ରାଜ୍ୟ ଆଉ ଜୀବନ ବିଷୟରେ ସେ କହିଛନ୍ତି ସେ ଜୀବନ ସେ ପାଇବ। ଯେଉଁ ଲୋକ ମୋ ସକାଶେ ଜୀବନ ହରାଏ ସେ ବାସ୍ତବ ଜୀବନ ପାଇପାରିବ। ଯେଉଁ ଲୋକ ପ୍ରଭୁଙ୍କ ପାଇଁ ଜୀବନ ହରାଇବ ସେ ବାସ୍ତବ ଜୀବନ ପାଇପାରିବ। ସେ ଜୀବନ ହାରିବ ନାହିଁ। ମୁଁ ବାଇବଲ ସହିତ ପ୍ରମାଣ ସହିତ ଆଜି ଆପଣମାନଙ୍କୁ ଦେଖାଉଛି ଯେ ପ୍ରଭୁ କ'ଣ କହିଲେ। ଯେ ପ୍ରଭୁଙ୍କ ରାଜ୍ୟକୁ ଫଲୋ କରିବ ସେ ହାରିବ ନା ବଞ୍ଚିବ। ଯୋହନ ଲିଖିତ ସୁସମାଚାର ତିନି ପର୍ବ। ଯୋହନ ଲିଖିତ ସୁସମାଚାର 3 ପର୍ବ 15-18 ପଦ। ଗଧିଆ ଭଲ କି ଶୁଣେ, ଭଲ କି କାନ ଡେରିକି ଶୁଣେ। ପ୍ରଭୁ କ'ଣ କହୁଛନ୍ତି ଯେ ଜୀବନ ହାରିବ ନା ପାଇବ। ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ଅନନ୍ତ ଜୀବନ କହୁଛୁ ଏଟର୍ନାଲ ଲାଇଫ ୱିଚ୍ ନେଭର ଏଣ୍ଡ, ଯୋଉଟା କି କେବେ ଯାହାର ବି ଶେଷ ନାହିଁ। ସେଇଟା ହେଉଛି ଅନନ୍ତ ଜୀବନ ପାଇବ ସେ। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। କି ଜୀବନ? ଅନନ୍ତ ଜୀବନ। ଯୋଉଟା କି ତୁ ବାଇବଲ ପଢ଼ିକି କହୁଛୁ ବାସ୍ତବ ଜୀବନ, ସେଟା ବାସ୍ତବ ଜୀବନ। ସେଇଟା ଟ୍ରାନ୍ସଲେଟ୍ ବି ଟିକେ ଗଲତ ଅଛି, ତାର ଅନୁବାଦ ବି ଟିକେ ଗଲତ ଅଛି। ଏଇଟା ତୁ ଯେତେବେଳେ ପଢ଼ିବୁ ଅରିଜିନାଲ ଟ୍ରାନ୍ସକ୍ରିପ୍ଟ ଯୋଉଟା କି ଲେଖାଯାଇଛି ଯେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଜଗତ ଯେପରି ବିଚାରିତ ହେବ ସେଥିପାଇଁ ନୁହେଁ। କିଏ ପଠେଇଲା? ଈଶ୍ୱର ନିଜ ପୁତ୍ରଙ୍କୁ ପଠାଉଛନ୍ତି ଯେ ଜଗତ ଯେପରି ବିଚାରିତ ନ ହୁଏ ଏଥିପାଇଁ ନୁହେଁ, କିନ୍ତୁ ଜଗତ ଯେପରି ପରିତ୍ରାଣ ପ୍ରାପ୍ତ ହେବ ସେଥିପାଇଁ ଈଶ୍ୱର ଆପଣା ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜଗତକୁ ପଠାଇଥିଲେ। ଜୀବନ ହରାଇବା ପାଇଁ ନୁହେଁ। ତୁ କହୁଛୁ ସମସ୍ତେ ଆସ ଜୀବନ ହାରିଦିଅ। ହଁ, ଆପଣ ବି ଗୋଟେ ଦିନ ହାରିବେ ଆପଣଙ୍କ ଜୀବନ। ଆପଣଙ୍କ ବାପାଙ୍କ ଜୀବନ ହାରିବେ, ଆପଣଙ୍କ ମାଙ୍କ ଜୀବନ। ପ୍ରତ୍ୟେକ ଜଗତରେ ଦେବତା କି କୌଣସି ବିଷୟ ଆସିଲେ ବି ସେମାନେ ଜୀବନ ହାରିବେ। କିନ୍ତୁ ଯେଉଁମାନେ ଏଇ ଜୀବନରେ ପ୍ରଭୁଙ୍କ ରାଜ୍ୟକୁ ପ୍ରଚାର କରିଛନ୍ତି, ପ୍ରଭୁଙ୍କ ରାଜ୍ୟକୁ ଅନ୍ୱେଷଣ କରିଛନ୍ତି, ସେମାନେ ଏଇ ଅନନ୍ତ ଜୀବନ ଯାହାର ଶେଷ ନାହିଁ ଏମିତି ଜୀବନ ସେମାନେ ପ୍ରାପ୍ତ ହେବେ। 18 ପଦରେ କ'ଣ ଲେଖାଯାଇଛି? ଯେ ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ, ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇ ସାରିଲାଣି, କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରିନାହିଁ। ଆଉ ଯେଉଁମାନେ ସେଇ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ର, ଏଠି ଲେଖାଯାଇଛି ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ର, ଈଶ୍ୱରଙ୍କ ପୁତ୍ରଙ୍କୁ ବିଶ୍ୱାସ କରିନାହାନ୍ତି ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ସେମାନେ ବିଚାର ହେବେ। ଯଦି ଆପଣ ବିଶ୍ୱାସ କରୁନାହାନ୍ତି ତାହେଲେ ଆପଣ ବିଚାରିତ ହେବେ। ତ ପ୍ରଭୁଙ୍କ ବାକ୍ୟ ଆଜି ଏ ବିଷୟରେ ଆମମାନଙ୍କୁ ଶିକ୍ଷା ଦେଉଅଛି। ପ୍ରଭୁ ଯୀଶୁ ନିଜେ କହୁଛନ୍ତି ଯେ ଯେ ମୋ ଠାରେ ବିଶ୍ୱାସ କରିବ ସେ ବାସ୍ତବ ଜୀବନ ପ୍ରାପ୍ତ ହେବ, ଯୋଉ ଜୀବନ କି ଅନନ୍ତ ଜୀବନ। ହାରିବା ବିଷୟରେ ନୁହେଁ, ଜୀବନ ହାରିବା ବିଷୟରେ ନୁହେଁ। ଗଧିଆ ଆଉ ଗୋଟେ ଭାଗବତ ଗୀତାର ମୁଁ ଗୋଟେ ଉଦାହରଣ ଦେଉଛି ଶୁଣ। ଯେତେବେଳେ ଅର୍ଜୁନ ସେଇ କୌରବ ବଂଶ ବା ପାଣ୍ଡବ ବଂଶକୁ ମାରିବା ପାଇଁ ମନା କରୁଛନ୍ତି, ସେତେବେଳେ ଶ୍ରୀକୃଷ୍ଣ କ'ଣ କହୁଛନ୍ତି? ନାହିଁ, ସେମାନଙ୍କୁ ତୁମେ ମାରିବା ଦରକାର, କାରଣ ତୁମେ କେବଳ ସେମାନଙ୍କ ଶରୀରକୁ ମାରିପାରିବ, ଆତ୍ମାକୁ ନୁହେଁ, କାରଣ ସେମାନେ ପୁନର୍ବାର ଜୀବିତ ହେବେ। ତୁମେ ସେମାନଙ୍କ କେବଳ ଶରୀରକୁ ମାରିପାରିବ କିନ୍ତୁ ଆତ୍ମାକୁ ନୁହେଁ। ସେମିତି ଯେଉଁମାନେ ଆଜି ପ୍ରଭୁଙ୍କ ପାଇଁ ଜୀବନ ହାରୁଛନ୍ତି ସେମାନେ କେବଳ ଶରୀରକୁ ହାରୁଛନ୍ତି, ଜୀବନକୁ ନୁହେଁ, ଆତ୍ମାକୁ ନୁହେଁ। ସେମାନେ ପୁନର୍ବାର ଜୀବିତ ହେବେ ସେଇ ରାଜ୍ୟରେ। ସେଥିପାଇଁ ପ୍ରଭୁ କହୁଛନ୍ତି ଯେ ଯେଉଁମାନେ ମୋ ନିମନ୍ତେ ଆପଣା ଜୀବନ ହରାଇବେ ସେମାନେ ପ୍ରକୃତ ଜୀବନ ପାଇବେ। ସେଦିନ ଯେମିତି ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଶିକ୍ଷା ଦେଉଛନ୍ତି ଯେ ସେମାନଙ୍କୁ ତୁମେ ମାରିଦିଅ, କାରଣ ସେମାନେ ତୁମେ ମାରିଲେ ମରିବେ ନାହିଁ, କାରଣ କେବଳ ଶରୀର ସେମାନଙ୍କ ମୃତ୍ୟୁ ହେବ କିନ୍ତୁ ଆତ୍ମା ଜୀବିତ ହେବ। ସେମିତି ଆଜି ଯେଉଁମାନେ ପ୍ରଭୁଙ୍କ ପାଇଁ ନିଜର ଜୀବନକୁ, ଏ ଶାରୀରିକ ଜୀବନକୁ ହାରୁଛନ୍ତି ସେମାନେ ପୁନର୍ଜୀବିତ ହେବେ, ଆଉ ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ, ଜୀବନ ହାରିବେ ନାହିଁ। ସେ ଲେଖାଯାଇଲା ଯେମିତିକି ଯୋହନ 6:47-47 ଯେ ଯେ ବିଶ୍ୱାସ କରିଅଛି ସେ ଅନନ୍ତ ଜୀବନ ଅଲରେଡି ପ୍ରାପ୍ତ ହୋଇଅଛି। ଯେ ବିଶ୍ୱାସ କରିଅଛି ସେ ଅଲରେଡି ଜୀବନ ପ୍ରାପ୍ତ ହୋଇଅଛି।
ଯଦି ଆପଣ ଏବେ ବିଶ୍ୱାସ କରିବେ ଆପଣ ଅଲରେଡି ସେ ଜୀବନ ପାଇସାରିଛନ୍ତି। ଆଉ ମୁଁ ବିଶ୍ୱାସ କରୁଛି ମୁଁ ସେ ଜୀବନ ପାଇସାରିଛି, ଯୋଉଟାକି ସେ ବାସ୍ତବ ଜୀବନ ବୋଲି ଆପଣ ଯୋଉ ପଢୁଛନ୍ତି, ଅନନ୍ତ ଜୀବନ ଯାହାର ଶେଷ ନାହିଁ। ଏ ଶରୀର ଦିନେ ନଷ୍ଟ ହେଇଯିବ। ଆପଣଙ୍କ ଶରୀର ହଉ ଏ ଜଗତର ପ୍ରତ୍ୟେକଟି ଶରୀର ନଷ୍ଟ ହେଇଯିବ, ଆଉ ତାପରେ ଆତ୍ମା ପ୍ରଭୁଙ୍କ ନିକଟକୁ ଚାଲିଯିବ, ଆଉ ସେତେବେଳେ ସେ ବାସ୍ତବ ଜୀବନ ତାଙ୍କୁ ମିଳିବ। ଯୋହନ 10 ପର୍ବ 10 ପଦ, ଯୋହନ ଲିଖିତ ସୁସମାଚାର 10 ପର୍ବ 10 ପଦରେ ପ୍ରଭୁ କଣ କହୁଛନ୍ତି, ଯୀଶୁ ଖ୍ରୀଷ୍ଟ କଣ କହୁଛନ୍ତି ଶୁଣ। ବାଇବଲରେ କଣ କହୁଛନ୍ତି ଶୁଣ। ଚୋର କେବଳ ଚୋରି ଓ ବୋଧ ଓ ବିନାଶ କରିବା ନିମନ୍ତେ ଆସେ, ସେମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବେ ପାଆନ୍ତି ଏଥି ନିମନ୍ତେ ମୁଁ ଆସିଅଛି। ପ୍ରଭୁ କଣ କହିଲେ? ଚୋର କେବଳ ଚୋରି ଓ ବିନାଶ କରିବାକୁ ଆସେ, ଆଉ ବୋଧ କରିବାକୁ ଆସେ। କିନ୍ତୁ ପ୍ରଭୁ ଯୀଶୁ କଣ କହୁଛନ୍ତି? ଯେପରି ସମସ୍ତେ ଜୀବନ ପାଆନ୍ତି, ପୁଣି ପ୍ରଚୁର ଭାବେ ଜୀବନ ପାଆନ୍ତି, ଏଥିପାଇଁ ପ୍ରଭୁ ଆସିଛନ୍ତି। ମୁଁ ଆସିଅଛି ବୋଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି ପବିତ୍ର ବାଇବଲରେ। ପ୍ରଭୁ କହିଲେ ନାହିଁ ଯେ ମୁଁ ଅଶାନ୍ତି କରିବାକୁ ଆସିଅଛି। ସେ କହୁନାହାନ୍ତି ଯେ ସମସ୍ତେ ନିଜ ଜୀବନ ହାରିଦିଅ ଆଉ ତମର ଜୀବନ ଶେଷ ହେବ, ସେମିତି ନୁହେଁ। ପ୍ରଭୁ କହୁଛନ୍ତି ସମସ୍ତେ ଯେପରି ଜୀବନ ପ୍ରାପ୍ତ ହେବେ ସେଥିପାଇଁ ମୁଁ ଆସିଅଛି ବୋଲି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜୀବନ ଦେବା ପାଇଁ ଆସିଥିଲେ, ଶାନ୍ତି ଦେବା ପାଇଁ ଆସିଥିଲେ। କହିଲ ସମସ୍ତେ ହାରିଦିଅ, ଜୀବନ ହାରିଦିଅ। ତମେ କହୁଛ ଜୀବନ ହାରିଦିଅ, ତମେ ବି ଗୋଟେ ଦିନ ହାରିଯିବ। କିନ୍ତୁ ପ୍ରଭୁଙ୍କ ବାକ୍ୟ କଣ କହୁଛି? ଯୋହନ ଲିଖିତ ସୁସମାଚାର 10 ପର୍ବ 27-28, ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ। ପ୍ରଭୁ ଆପଣଙ୍କୁ ମତେ ଜାଣନ୍ତି, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ଆଉ ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କ ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ। କଣ ଦିଅନ୍ତି? ପ୍ରଭୁ ନିଜେ କହୁଛନ୍ତି। ଏଠି କୌଣସି ବିଷୟ ବା କୌଣସି ବ୍ୟକ୍ତି କହୁନାହାନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଏଠି କହୁଛନ୍ତି ଯେ ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ। ପ୍ରଭୁ ଜୀବନ ଦିଅନ୍ତି, ଆଉ ସେମାନେ କଦାପି କେବେ ବିନଷ୍ଟ ହେବେ ନାହିଁ। ସେ ବାସ୍ତବ ଜୀବନ ଯୋଉଟା ସେଟା କେବେ ବି ବିନଷ୍ଟ ହେବ ନାହିଁ। ପୁଣି କେହି ମୋ ହସ୍ତରୁ ସେମାନଙ୍କୁ ହରଣ କରିପାରିବ ନାହିଁ। କୌଣସି ଶକ୍ତି ପ୍ରଭୁଙ୍କ ହସ୍ତରୁ, ଯେଉଁମାନେ ପ୍ରଭୁଙ୍କୁ ସତ୍ୟରେ ବିଶ୍ୱାସ କରନ୍ତି, କୌଣସି ଶକ୍ତି ଜଗତର କୌଣସି ବିଷୟ ପ୍ରଭୁଙ୍କ ଠାରୁ ସେମାନଙ୍କୁ ହରଣ କରିପାରିବ ନାହିଁ। ଏମିତି ବି ତମ ପରି ଗଧିଆ 100 ଗଧିଆ ମାନେ ଜଗତରେ ଆସିଲେ ବି ପ୍ରଭୁଙ୍କ ରାଜ୍ୟକୁ ତାଙ୍କ ଠାରୁ ଅଲଗା କରିପାରିବ ନାହିଁ। ସେଥିପାଇଁ ପ୍ରଭୁ କହିଲେ ଯେ ଆପଣା ଜୀବନ ମୋ ନିମନ୍ତେ ଏ ଜଗତରେ ହରାଇବ, ସେ ସେହି ବାସ୍ତବ ଜୀବନ ପାଇବ। ପ୍ରିୟ ଗଧିଆ, ପ୍ରଭୁଙ୍କ ବାକ୍ୟକୁ ବୁଝିବା ପାଇଁ ହେଲେ ଟିକେ ଆମମାନଙ୍କୁ ପ୍ରଭୁଙ୍କ ସହିତ ସମ୍ପର୍କ ରଖିବାକୁ ପଡ଼ିଥାଏ। ଆଉ ଗୋଟେ ବିଷୟ ପ୍ରଭୁ କଣ କହିଲେ ଶୁଣ। ଯୋହନ ଲିଖିତ ସୁସମାଚାର 11 ପର୍ବ 25 ପଦ, ଜନ୍ ଚାପ୍ଟର 11 verse 25, what Bible says, ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। I am the resurrection and life. Whoever believes in me, even if he will die, he will be resurrected one day. ପ୍ରଭୁ କହୁଛନ୍ତି ଯେ ଯଦି କେହି ମୋ ଠାରେ ବିଶ୍ୱାସ କରେ, ଯଦ୍ୟପି ସେ ମରେ ତଥାପି ସେ ବଞ୍ଚିବ, କାରଣ ମୁଁ ପୁନରୁତ୍ଥାନ ବୋଲି ପ୍ରଭୁ ଯୀଶୁ କହୁଛନ୍ତି, ମୁଁ କହୁନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି ଯେ ମୁଁ ଜୀବନ। ସେ ଜୀବନ ଦେବା ବିଷୟରେ କହୁଛନ୍ତି, ହାରିବା ବିଷୟରେ ନୁହେଁ, ଯୋଉଟାକି ବାସ୍ତବ ଜୀବନ। ଆଉ ଗୋଟେ ବିଷୟ କଣ କହିଲେ ପ୍ରଭୁ ଏଇ ହାରିବା ବିଷୟରେ ଶୁଣ। ପ୍ରଭୁ କହୁନାହାନ୍ତି ଯେ ତମେ ସବୁ ବିଷୟ ହାରିବ। କଣ କହୁଛନ୍ତି ଶୁଣ। ଯୀଶୁ କହିଲେ, କିଏ କହିଲେ? ଏଇଠି ମାର୍କ ଲିଖିତ ସୁସମାଚାର 10 ପର୍ବ 28, 29, 30 କଣ ଲେଖା ହେଇଛି ଶୁଣ ହେଲା। ପିତର ତାହାଙ୍କୁ କହିବାକୁ ଲାଗିଲେ, ଦେଖନ୍ତୁ ଆମମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହେଇଅଛୁ। ସେ କହୁଛନ୍ତି, ପିତର ପଚାରୁଛନ୍ତି ଯେ ଆମେ ତ ସବୁ ବିଷୟ ବାପା ମାଙ୍କୁ ଛାଡ଼ିକି ସବୁ ବିଷୟ ଛାଡ଼ିକି ତମ ଅନୁଗାମୀ ହେଲୁ, ତ ଆମେ କଣ ପାଇବୁ? ତ ପ୍ରଭୁ ତାଙ୍କୁ ଗୋଟେ ଆନ୍ସର ଦେଉଛନ୍ତି। କଣ ଆନ୍ସର ଦେଉଛନ୍ତି ଶୁଣ। 28 ପର୍ବ ଲେଖାଯାଇଛି 29 ପଦରେ, ଯୀଶୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭ୍ରାତା କି ଭଗ୍ନୀ କି ମାତା କି ପିତା କି ସନ୍ତାନ ସନ୍ତତି କି ଭୂମି ପରିତ୍ୟାଗ କରିଅଛି, କଣ କଣ ସବୁ ବିଷୟ ଯିଏ ତ୍ୟାଗ କରିଛି ପ୍ରଭୁଙ୍କ ପାଇଁ, ଆଉ ଏବେ ଇହ କାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତଗୁଣରେ ଗୃହ
ସତ ଗୁଣରେ ଗୃହ, ଭ୍ରାତା, ଭଗ୍ନୀ, ମାତା, ସନ୍ତାନ, ସନ୍ତତି ଓ ଭୂମି ପୁଣି ପରକାଳରେ ଅନନ୍ତ ଜୀବନ ନ ପାଇବ ଏପରି ଲୋକ କେହି ନାହିଁ। କେତେ ଗୁଣରେ? ଯେଉଁମାନେ ପ୍ରଭୁଙ୍କ ପାଇଁ ଜୀବନ ଯାପନ କରନ୍ତି, ଯେଉଁମାନେ ପ୍ରଭୁଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଛନ୍ତି, ଆଉ ଯେଉଁମାନେ ପ୍ରଭୁଙ୍କ ପାଇଁ ଜୀବନକୁ ବାଜି ଲଗେଇଛନ୍ତି, ସେମାନେ ଇହ କାଳରେ ନୁହେଁ, କେବଳ ଏହି କାଳରେ ନୁହେଁ, ସେମାନେ ପର କାଳରେ ମଧ୍ୟ କ'ଣ ପାଇବାକୁ ଯାଉଛନ୍ତି? ସେମାନେ 100 ଗୁଣ। 100 ଗୁଣ କ'ଣ କ'ଣ ପାଇବେ? ସେମାନେ 100 ଗୁଣରେ ଭ୍ରାତା କହିଲେ ଭାଇ, ଭଗ୍ନୀ କହିଲେ ଭଉଣୀ, ଆଉ ମାତା କହିଲେ ମା, ସନ୍ତାନ ସନ୍ତତି କହିଲେ ପୁଅ ଝିଅ, ଓ ଭୂମି କହିଲେ ଜାଗା ବାଡ଼ି, ପୁଣି ପରକାଳରେ ଅନନ୍ତ ଜୀବନ। ଏହି ଜଗତରେ ତ ଅନେକ ବିଷୟର ଅଧିକାରୀ ହେବେ, ପୁଣି ସେମାନେ ପରକାଳରେ ବା ଈଶ୍ୱରଙ୍କ ରାଜ୍ୟରେ ସେମାନେ ସତ ଗୁଣରେ ଜୀବନ ପାଇବେ। ଯେଉଁମାନେ ପ୍ରଭୁଙ୍କ ପାଇଁ ଜୀବନ ହାରିବେ, ଯେଉଁମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବେ। ମାର୍କ ଲିଖିତ ସୁସମାଚାର 10 ପର୍ବ 27, 28, 29ରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ଏ ଆଜ୍ଞା ଆପଣଙ୍କୁ ଆଉ ମୋତେ ଦେଉଅଛନ୍ତି ଯେ ଯେଉଁମାନେ ଈଶ୍ୱରଙ୍କ ରାଜ୍ୟ ପାଇଁ ଜୀବନ ହାରିବେ, ସେମାନେ ସତ ଗୁଣରେ ଜୀବନ ପାଇବେ, ଇହ କାଳରେ ଆଉ ପର କାଳରେ ମଧ୍ୟ। ତ ଭାଇ, ପ୍ରଭୁଙ୍କ ପାଇଁ ଯେଉଁମାନେ ଜୀବନ ହାରନ୍ତି ସେମାନେ ଜୀବନ ପାଆନ୍ତି। ଗୋଟେ ବିଷୟ, ଜୀବନ, ବାସ୍ତବ ଜୀବନ ବିଷୟ କହୁଛି। ବାସ୍ତବ ଜୀବନ ଭଲ କି ବୁଝ ଭାଇ। ଗଧିଆ, ତମେ ଗଧିଆ ପରି କାନ ଡେରିକି ଶୁଣ। ତମ ନାଁ ଗୁଜୁ, ମୁଣ୍ଡୁ, ଖୁପୁ, କୁଚୁ, ଆଉ ଗୁଞ୍ଜୁରା, ଏ ମୁଣ୍ଡୁ, ଏମିତି ଅନେକ ନାଁ ବି ମିଳିବ ଭବିଷ୍ୟତରେ ଯଦି ପ୍ରଭୁ ଇଚ୍ଛା କରନ୍ତି। ତ ତା ପୂର୍ବରୁ ଆଜି ମୁଁ ଗୋଟେ ନାଁ କହୁଛି, କ'ଣ? ଗଧିଆ। ଗଧିଆ ନାଁଟା ମନେ ରଖ। ପ୍ରଭୁ କ'ଣ କହୁଛନ୍ତି? ଲୁକ ଲିଖିତ ସୁସମାଚାର 18 ପର୍ବ 28, 29, 30। ଲୁକ ଲିଖିତ ସୁସମାଚାର 28 ପଦରେ ପ୍ରଭୁ କ'ଣ କହୁଛନ୍ତି? ପିତର କହିଲେ, ପିତର ପ୍ରଭୁଙ୍କୁ ପଚାରୁଛନ୍ତି, ଯୀଶୁଖ୍ରୀଷ୍ଟଙ୍କୁ ନିଜର ଶିଷ୍ୟ ପିତର ପଚାରୁଛନ୍ତି ଯେ ପ୍ରଭୁ, ଆମେ ଆପଣର ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହେଇଅଛୁ, ତ ଆମେ କ'ଣ ପାଇବୁ? ସେତେବେଳେ ସେ ସେମାନଙ୍କୁ କହିଲେ, ତା ମାନେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଗୃହ କି ଭାର୍ଯ୍ୟା କି ଭ୍ରାତା କି ପିତା ମାତା କି ସନ୍ତାନ ସନ୍ତତି ପରିତ୍ୟାଗ କରି ଇହ କାଳରେ ବହୁଗୁଣ ଓ ପରକାଳରେ ଅନନ୍ତ ଜୀବନ ନ ପାଇବ ଏପରି ଲୋକ କେହି ନାହିଁ। ଯେ ଈଶ୍ୱରଙ୍କ ରାଜ୍ୟ ପାଇଁ ଆପଣା ଭ୍ରାତା, ଭାର୍ଯ୍ୟା କହିଲେ ଆପଣା ସ୍ତ୍ରୀ, ଭ୍ରାତା କହିଲେ ଆପଣା ଭାଇ, ଓ ପିତା ମାତା କହିଲେ ବାପା ମା, ସନ୍ତାନ ସନ୍ତତି କହିଲେ ନିଜର ପୁଅ ଝିଅକୁ ପରିତ୍ୟାଗ କରି ଈଶ୍ୱରଙ୍କ ରାଜ୍ୟ ପାଇଁ ଏ ସମସ୍ତ ବିଷୟ ପରିତ୍ୟାଗ କରିଅଛି, ସେ ଇହ କାଳରେ ବହୁଗୁଣ ପାଇବ। ଇହ କାଳ କହିଲେ ଏଇ ଜାଗତିକ ସମୟରେ ତ ଅନେକ ବିଷୟରେ ସେ ଆଶୀର୍ବାଦ ପ୍ରାପ୍ତ ହେବ, ପୁଣି ପର କାଳରେ ଅନନ୍ତ ଜୀବନ ନ ପାଇବ ଏପରି ଲୋକ କେହି ନାହିଁ। ଯିଏ ପ୍ରଭୁଙ୍କ ପାଇଁ ଏ ସମସ୍ତ ବିଷୟ ତ୍ୟାଗ କରିଅଛି, ସେ ଇହ କାଳରେ କ'ଣ, ପର କାଳରେ ମଧ୍ୟ ଅନନ୍ତ ଜୀବନ ପାଇବ ବୋଲି ପ୍ରଭୁ ନିଜେ ପ୍ରତିଜ୍ଞା କରିଛନ୍ତି। ତ ତୁ କହୁଛୁ ସମସ୍ତେ ହାରିଦିଅ ଓ ନିଜର କ୍ରୁଶ କଷ୍ଟକୁ। ସେ କ୍ରୁଶ କଷ୍ଟ ଏମିତି ବିଷୟ ଯେଉଁଟାକି ଆମମାନଙ୍କ ଜୀବନରେ ହେଉଛି। ଆମମାନେ ଜୀବନରେ ଯେଉଁ ସବୁ ବିଷୟ ଦୁଃଖ କଷ୍ଟ ଭୋଗ କରୁଛୁ, ସେ କହୁଛନ୍ତି ସେ ସବୁ ବିଷୟକୁ ନେଇ ଆସ, ଆଉ ମୁଁ ତୁମମାନଙ୍କୁ ବିଶ୍ରାମ ଦେବି, ପୁଣି ପର କାଳରେ ଅନନ୍ତ ଜୀବନ ଦେବି ବୋଲି ପ୍ରଭୁ କହୁଛନ୍ତି। ଆଉ ତମେ କହୁଛ ସମସ୍ତେ ହାରିଦିଅ, ଜୀବନ ହାରିଦିଅ। ସମସ୍ତେ ହାରିବେ, କିନ୍ତୁ ପୁଣି ସେଇ ଅନନ୍ତ ଜୀବନ ସେମାନଙ୍କ ପାଇଁ ରଖାଯାଇଛି। ବର୍ଣ୍ଣଶଙ୍କର ମାନେ ଉତ୍ତର ଦିଅ ବର୍ଣ୍ଣଶଙ୍କର, ଉତ୍ତର ଦିଅ ବର୍ଣ୍ଣଶଙ୍କର ଯୋଉ କହୁଛ, ତମେ ବର୍ଣ୍ଣଶଙ୍କର, ତମେ ନିଜର ପ୍ରଭୁଙ୍କୁ ଛାଡ଼ିକି ପ୍ରଭୁ ସୃଷ୍ଟି କରିଥିବା ବିଷୟକୁ ଯୋଉ ପୂଜା କରୁଛ, ଆପଣ ମାନେ ସବୁ ବର୍ଣ୍ଣଶଙ୍କର। ଆପଣ ଯୋଉ ଗଧିଆ ତୁ କଥା କହୁଛୁ, ଆପଣ ଜଣେ ବର୍ଣ୍ଣଶଙ୍କର। ଆଉ ବାଇବଲରୁ ପ୍ରମାଣ ଦିଅ। ଏଇ ବାଇବଲରୁ ମୁଁ ପ୍ରମାଣ ଦେଉଛି, ଆଜି ପ୍ରଭୁଙ୍କ ବାକ୍ୟରୁ ପ୍ରମାଣ ଦେଉଛି, ଭଲ କି ବୁଝିଯାଅ ଯେ ପ୍ରଭୁ ସତରେ କ'ଣ କହିଥିଲେ, ଯୀଶୁଖ୍ରୀଷ୍ଟ ସତରେ କ'ଣ କ'ଣ ଯୀଶୁ ଶିଖେଇଛନ୍ତି। ପୁଣି ଲେଖା ହେଇଛି, କହିଥିଲେ। ଏ ବାକ୍ୟ ଯେତେ ସବୁ ରେଫରେନ୍ସ ଦେଉଛି, ମୁଁ ଟିକେ ଭଲ କି ଖୋଲିକି ପଢ ଯେ ପ୍ରଭୁ କ'ଣ କହୁଛନ୍ତି। ତ ସେମାନେ ପାଟି ବନ୍ଦ କରି ଚୁପଚାପ ହୋଇ ବସ। ଆଉ ଗୋଟେ କଥା କହିଲ, ପାଟି ଚୁପ୍ କରି ବସ। ଆପଣ ଗଧିଆ ପରି ବକି ଚାଲୁଥିବେ ଆଉ ସମସ୍ତେ ଆପଣଙ୍କ କଥାକୁ ଶୁଣୁଥିବେ। ଆରେ ମୂର୍ଖମାନଙ୍କର କଥା କିଏ ଶୁଣିବ? ଆଉ କହିଲ, ବୁଝିପାରିଲ ମୂର୍ଖ ମାନେ? କିନ୍ତୁ ଯେ ତମେ ସବୁ ମୂର୍ଖ ମାନେ। ଆରେ ଆପଣ ମୂର୍ଖ ସେଥିପାଇଁ ପଢିଲେ କିନ୍ତୁ ବୁଝିପାରିଲେ ନାହିଁ। ଜ୍ଞାନୀ ମାନେ ପଢନ୍ତି ଆଉ ବୁଝନ୍ତି, କିନ୍ତୁ ଆପଣ ଯେ ମୂର୍ଖ, ବାଇବଲକୁ ପଢିଲ କିନ୍ତୁ ବାଇବଲକୁ ବୁଝିପାରିଲ ନାହିଁ।
ଯେଉଁମାନେ ବୁଝନ୍ତି ନାହିଁ ସେଇମାନେ ମୂର୍ଖ। ଆଉ ଯେଉଁମାନେ ଜ୍ଞାନୀ ମାନେ ସେମାନେ ପଢ଼ନ୍ତି ଆଉ ବୁଝନ୍ତି ଆଉ ନିଜ ଜୀବନରେ ଆପ୍ଲାଏ କରନ୍ତି। ମୂର୍ଖମାନେ ଚୁପ୍ ରହିବା ଦରକାର। ଯଦି ମୂର୍ଖମାନେ ଚୁପ୍ ରହିବେ ତେବେ ସେମାନେ ଜ୍ଞାନୀ ପ୍ରମାଣିତ ହେବେ ବୋଲି ପବିତ୍ର ବାଇବେଲରେ ଲେଖାଯାଏ। ଯଦି ଆପଣ ମୂର୍ଖ ହେଇକି ବି ଯଦି ନିଜର ଜୀବନକୁ ଶାନ୍ତି ବା ନିଜର ମନକୁ କଣ୍ଟ୍ରୋଲ ରଖିବେ ତାହେଲେ ଆପଣ ଜ୍ଞାନୀ ପ୍ରମାଣିତ ହେବେ। କିନ୍ତୁ ମୂର୍ଖ ପରି ପଢ଼ିଲେ କିନ୍ତୁ ବୁଝିପାରିଲେ ନାହିଁ, ତେବେ ମୂର୍ଖ କି ଆପଣ ନା ମୁଁ? ଯେଉଁମାନେ ପଢ଼ିକି ବୁଝନ୍ତି ନାହିଁ ସେମାନେ ମୂର୍ଖ। ବିଷୟ କହିଲୁ, ପ୍ରଭୁଙ୍କର ବାକ୍ୟ ବିଷୟରେ କହିଲୁ। ଅନେକ ଗପ ଆପଣ ବାଇବେଲରେ ଦେଖିବାକୁ ପାଇବେ। ଆଉ ସେଥିପାଇଁ ଆଜିର ଟପିକ ମୁଁ ରଖିଥିଲି ଏଟା ଗପ। ଏମିତି ଅନେକ ଗପ ଲେଖାଯାଇଛି। ଅନେକ ଗପ ଗଧିଆ ବିଷୟରେ ଲେଖାଯାଇଥିବ। ଗଧିଆ ବିଷୟରେ ଅନେକ ଗପ ଅଛି। ମୁଁ ପ୍ରଥମ ଦ୍ୱିତୀୟ ତୃତୀୟ ଶ୍ରେଣୀରେ ଗଧିଆ ବିଷୟରେ ପଢ଼ିଥିଲି। ଆଉ ତୁ ଗଧିଆଟା, ତୋ ବିଷୟରେ ସବୁ ବହିରେ ଲେଖା ହେଇଥିବ। ଏଟା ଗପ ନୁହେଁ। ଏଟା କ'ଣ ମୁଁ ଏବେ ବାଇବେଲରୁ ପ୍ରମାଣ ଦେଉଛି। ଏଟା କ'ଣ ମୁଁ ବାଇବେଲରୁ ଏବେ ପ୍ରମାଣ ଦେଉଛି ଯେ ଏଟା ଗପ ନା କ'ଣ, ଏ ବାକ୍ୟ କ'ଣ ମୁଁ ଏବେ ବାଇବେଲରୁ ପ୍ରମାଣ ଦେଉଛି। ଗୋଟେ ଗୋଟେ କରି ଭଲ କି ପଢ଼େ। ଆଉ ମୋର ଖ୍ରୀଷ୍ଟର ଭାଇ ଭଉଣୀ ମଧ୍ୟ ଆପଣମାନେ ମଧ୍ୟ ପଢ଼ନ୍ତୁ ଯେ ବାଇବଲ କ'ଣ ଅଟେ, ଏ ବାକ୍ୟ କ'ଣ ଅଟେ। ଏ ଗଧିଆ ଯେମିତି କହୁଛି ଏଇଟା ଗପ ଅଟେ, ଏଇଟା ଗପ ନା ଆଉ କିଛି ଆମେ ଦେଖିବା ଏବେ। ମୁଁ କ'ଣ କହିଲେ ମାଥ୍ୟୁ 24ର 35, ମାଥ୍ୟୁ 24 ପର୍ବ 35 ପଦ। ପ୍ରଭୁ କ'ଣ କହୁଛନ୍ତି? ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ଏ ଜଗତରେ ଯେତେ ସବୁ ବିଷୟ ଅଛି, ଏ ସମଗ୍ର ୟୁନିଭର୍ସ ବା ଏଟା ବିଶ୍ୱ ନଷ୍ଟ ହେଇଯିବ, କିନ୍ତୁ ପ୍ରଭୁଙ୍କ ରାଜ୍ୟ କେବେ ନଷ୍ଟ ହେଇପାରିବ ନାହିଁ। ସେଥିପାଇଁ ଆଜକୁ ପ୍ରାୟ 2000 ବର୍ଷ ତଳ 2000 ବର୍ଷରୁ ଜଗତ ସବୁବେଳେ ଈଶ୍ୱରଙ୍କ ରାଜ୍ୟକୁ ଈଶ୍ୱରଙ୍କ କାର୍ଯ୍ୟକୁ ନଷ୍ଟ କରିବା ପାଇଁ ଇଚ୍ଛା କରିଥିଲେ ମଧ୍ୟ ଆଜି ମଧ୍ୟ ସଫଳ ହେଇପାରି ନାହିଁ। ଆଉ ଗଧିଆ ତୁ କହୁଛୁ ଏଟା ଗପ। ଏ ଗପକୁ ରୋମାନ ସରକାର ଠାରୁ ଆରମ୍ଭ କରି ଯେ ଆଜି ଏ ଜଗତର ପ୍ରତ୍ୟେକ ସରକାର ଏହି ଗପକୁ ନଷ୍ଟ କରିବାକୁ ଇଚ୍ଛା କରିଥିଲେ ବି ସଫଳ ହେଇପାରିନାହାନ୍ତି। କ'ଣ ପାଇଁ ଜାଣିଛୁ? ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ଈଶ୍ୱରଙ୍କ ମୋହର, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ କହୁଛନ୍ତି ଏଠାରେ? ମୋହର ବାକ୍ୟ ସବୁ ସମୂହ କଦାପି ଲୋପ ପାଇବ ନାହିଁ। ପ୍ରଭୁଙ୍କର ବାକ୍ୟ କେବେ ଲୋପ ପାଇବ ନାହିଁ। ସେ କହୁଛନ୍ତି ମୋହର ବାକ୍ୟ। ତ ପ୍ରଭୁ ଯୀଶୁଙ୍କର ବାକ୍ୟ ଏଟା ଗପ ନୁହେଁ, ସେ ପ୍ରଭୁ ଯୀଶୁଙ୍କର ନିଜର ବାକ୍ୟ ଯୋଉଟାକି କେବେ ବି ଲୋପ ପାଇବ ନାହିଁ। ଆଉ ଏଠି ମାର୍କ 13:31ରେ ସେମ୍ ଲେଖା ହେଇଛି। ପ୍ରଭୁ କ'ଣ କହୁଛନ୍ତି? ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ ଲୋପ ପାଇବ ନାହିଁ। ସମସ୍ତ ବିଷୟ ନଷ୍ଟ ହେଲେ ବି ଈଶ୍ୱରଙ୍କ ବାକ୍ୟ କେବେ ନଷ୍ଟ ହେବ ନାହିଁ। ଆପଣ ହୁଏତ ଓଡ଼ିଶାର ସମସ୍ତ ଖ୍ରୀଷ୍ଟିଆନ ମାନଙ୍କୁ ଆପଣ ନଷ୍ଟ କରିପାରନ୍ତି, କିନ୍ତୁ ପ୍ରଭୁଙ୍କର ବାକ୍ୟକୁ ନଷ୍ଟ କରିପାରିବେ ନାହିଁ। ହୁଏତ ଆପଣ ଓଡ଼ିଶାର ସମସ୍ତ ବିଷୟକୁ ନଷ୍ଟ କରିପାରିବେ, ହେଲେ ଈଶ୍ୱରଙ୍କ କାର୍ଯ୍ୟକୁ ଆଉ ରାଜ୍ୟକୁ କେବେ ନଷ୍ଟ କରିପାରିବେ ନାହିଁ, କାରଣ ଏହା ଆଧ୍ୟାତ୍ମିକ ଅଟେ। ଯୋଉ ବାକ୍ୟ ବିଷୟରେ କ'ଣ କହୁଛନ୍ତି ଶୁଣ। ଆପଣ ଯୋଉ କହୁଛନ୍ତି ଏଟା ଗପ ଶୁଣ କ'ଣ କହିଲେ। ଯୋହନ ଲିଖିତ ସୁସମାଚାର 6 ପର୍ବ 63, 6 ପର୍ବ 63 ପଦରେ ଲେଖାଯାଇଛି ଯେ ଆତ୍ମା ଜୀବନଦାୟକ, ମାଂସ କୌଣସି ଉପକାର କରେ ନାହିଁ। ମୁଁ ତୁମମାନଙ୍କୁ ଯେଉଁ ସମସ୍ତ ବାକ୍ୟ କହିଅଛି ସେଇ ସବୁ ଆତ୍ମା ଓ ଜୀବନ ଅଟେ। କ'ଣ ଅଟେ? ମୁଁ ଯେଉଁ ସମସ୍ତ ବାକ୍ୟ କହିଅଛି ସେହି ସବୁ ଆତ୍ମା ଓ ଜୀବନ ଅଟେ। ଏଟା କ'ଣ ଅଟେ? ଆତ୍ମା। ଆତ୍ମାର କେବେ ବି ମୃତ ନାହିଁ କିମ୍ବା ଶେଷ ନାହିଁ। ସେମିତି ଈଶ୍ୱରଙ୍କ ରାଜ୍ୟର ଆଉ ଈଶ୍ୱରଙ୍କ ବାକ୍ୟର କେବେ ଶେଷ ନୁହେଁ। ଆଉ ତୁ କହୁଛୁ ଏଟା ଗପ। ଏ ଗପକୁ ମୁଁ ଯେମିତି କହିଲି ଯେ 2000 ବର୍ଷ ତଳୁ ଅନେକ ରାଜା ମାନେ ଏହି ଗପକୁ ନଷ୍ଟ କରିବାକୁ ଇଚ୍ଛା କରିଥିଲେ, ସୁଦ୍ଧା ସଫଳ ହେଇପାରିନାହାନ୍ତି। ଆଉ ତୁ କ'ଣ ଗଧିଆ? ତୁ ଚାହୁଁଛୁ ମୁଁ ଏସବୁ ବିଷୟ କରିପାରିବି? ତୋ ପରି 100ଟା ଗଧିଆ ଯଦି ଓଡ଼ିଶାରେ ବାହାରିଲେ ବି କିଛି ଉଖାଡ଼ି ପାରିବେ ନାହିଁ ବାକ୍ୟରେ। କାରଣ ଏ ବାକ୍ୟରେ ଆତ୍ମା, ଏ ବାକ୍ୟ ହେଉଛି ଆତ୍ମା ଆଉ ଏଠାରେ ଜୀବନ ଅଛି। ପ୍ରଭୁଙ୍କ ବାକ୍ୟ, ପ୍ରଭୁ ନିଜେ କହୁଛନ୍ତି ଯେ ମୁଁ ତୁମମାନଙ୍କୁ ଯେଉଁ ସମସ୍ତ ବାକ୍ୟ କହିଅଛି ସେଇ ସବୁ ଆତ୍ମା ଓ ଜୀବନ ଅଟେ। ଏଟା ଆପଣଙ୍କ ପରି ଗଧିଆର ଗପ ନୁହେଁ, ଯୋଉଟାକି ପ୍ରଥମ ବହିରେ ଲେଖା ହେଇଥିଲା, ଦ୍ୱିତୀୟ ବହିରେ ନୁହେଁ, କେବଳ ପବିତ୍ର ବାଇବେଲରେ ଲେଖାଯାଇଛି।
ଆଉ ଅନେକ ବିଷୟ ବାକ୍ୟ ବିଷୟରେ କହିବି। ରେଭେଲେସନ ପ୍ରକାଶିତ ବାକ୍ୟ 19:13 ପ୍ରକାଶିତ ବାକ୍ୟ 19:13 ଲେଖାଯାଇଛି, ସେ ରକ୍ତ ନିମଜ୍ଜିତ ବସ୍ତ୍ର ପରିହିତ ପୁଣି ତାହାଙ୍କର ନାମ ଈଶ୍ୱରଙ୍କ ବାକ୍ୟ। ସେ ନିଜେ ବାକ୍ୟ ଅଟନ୍ତି ଆଉ ସେ ବାକ୍ୟକୁ ସେ ନିଜେ ଶାରୀରିକ ରୂପେ ପ୍ରକାଶ କଲେ। ଏବ୍ରୀ 4:12 ଏବ୍ରୀ 4:12 ମୋର ସମସ୍ତ ଭାଇ ଭଉଣୀ ଶୁଣ, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ, ପୁଣି ଦିଧାର ଖଡ୍ଗ ଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା ଗ୍ରନ୍ଥି ଓ ମଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ। ଈଶ୍ୱରଙ୍କ ବାକ୍ୟ, ଏ ଯୋଉ ବାକ୍ୟକୁ ଆଜି ଏ ଗଧିଆ ଗପ ବୋଲି କହୁଛି, ସେ ଗପ କଣ କହୁଛି? କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ, ଜୀବନ୍ତ ମାନେ ଯାହାର ଜୀବନ ଥାଏ, କାର୍ଯ୍ୟ ସାଧକ, ଯେ ସମସ୍ତ କାର୍ଯ୍ୟକୁ ସଫଳ କରେ, ପୁଣି ଦିଧାର ଖଡ୍ଗ ଠାରୁ ତୀକ୍ଷ୍ମତର, ଯୋଉଟାକି ଦିଧାର ଖଡ୍ଗ, ଖଡ୍ଗ କହିଲେ ବୁଝୁଥିବୁ ଖଣ୍ଡା ବା ଛୁରୀ, ତାହାଠାରୁ ବି ଅଧିକ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା ଗ୍ରନ୍ଥି ଓ ମଜାର ବିଚ୍ଛେଦ, ମାନେ ସମସ୍ତ ବିଷୟକୁ ସେ କ୍ରସ୍ କରିକି ବା ବିଚ୍ଛେଦ କରିକି ନିଜର ଆତ୍ମା ପର୍ଯ୍ୟନ୍ତ ପହଞ୍ଚୁଥିବା ବାକ୍ୟ ହଉଛି ଏ ପବିତ୍ର ବାଇବେଲ, ଯୋଉଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଥିଲେ। ଆଉ ଆପଣ ଯୋଉ କହୁଛନ୍ତି ଏଇଟା ଗପ ଗପ, ମୁଁ ଯେମିତି କହିଲି ତୋ ପରି ଗଧିଆ ବିଷୟରେ ଅନେକ ବହିରେ ଲେଖାଯାଇଥିବ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଏମିତି ବାକ୍ୟ ଯେ ସେଇ ମଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଆପଣ ଚିନ୍ତା କରୁଥିବା ବିଷୟକୁ ବି ଏ ବାକ୍ୟ ଆପଣଙ୍କୁ ବୁଝାଇ ପାରିବ। ଆପଣଙ୍କ ଚିନ୍ତାକୁ ବୁଝିପାରୁଥିବା ବାକ୍ୟ ହେଉଛି ପବିତ୍ର ବାଇବଲ। ଆପଣ କହୁଛନ୍ତି ଏମିତି ଅନେକ ଗପ, ଆପଣ ଯୋଉ 18 ଖଣ୍ଡ ମହାଭାରତ, ପ୍ରତ୍ୟେକଟି ବିଷୟ, 4 ବେଦ, 4 ଯୁଗର ବେଦ, ଏମିତି ଅନେକ ପୁସ୍ତକ ଆଉ ଅନେକ ପୁରାଣ ଯଦି ବି ପଢିବେ, ତେବେ ଏହି ବାକ୍ୟ ପରି କୌଣସି ସ୍ଥାନରେ ମିଳିବ ନା, କେବଳ ପବିତ୍ର ବାଇବଲରେ ଏହି ବାକ୍ୟ ମିଳିବ, ଆଉ ଯୋଉ ବାକ୍ୟରେ ଜୀବନ ଅଛି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହୁଛନ୍ତି ଏ ବାକ୍ୟରେ ଜୀବନ ଥିଲା। ମୁଁ ତୁମମାନଙ୍କୁ ଯୋଉ ଯୋଉ ବିଷୟ କହୁଅଛି, ସେ ବିଷୟ କଣ ଅଟେ? ଆତ୍ମା ଓ ଜୀବନ ଅଟେ। 2 ତିମୋଥୀ 3:14 ଓ 15-16 2 ତିମୋଥୀ 3:14-15-16 15-16-17 ଆମେ ପଢିବା, 15-16 ପଢିବା। 2 ତିମୋଥୀ 15 ପୁଣି ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ ଦ୍ୱାରା ତୁମକୁ ପରିତ୍ରାଣ ଜନକ ଜ୍ଞାନ ଦେବାକୁ ସମର୍ଥ। କି ଜନକ? ଯେଉଁ ଧର୍ମଶାସ୍ତ୍ର ଖ୍ରୀଷ୍ଟ ଯୀଶୁଙ୍କ ଠାରେ ବିଶ୍ୱାସ ଦ୍ୱାରା ତୁମକୁ ପରିତ୍ରାଣ ଜନକ ଜ୍ଞାନ ଦେବାକୁ ସମର୍ଥ, ତାହା ତୁମେ ବାଲ୍ୟକାଳ ଠାରୁ ଜ୍ଞାତ ଅଛ। ଗଧିଆ ତୁ ଜାଣିନଥିବୁ, କିନ୍ତୁ ପ୍ରଭୁଙ୍କ ଦ୍ୱାରା ଆମମାନେ ଜାଣିଅଛୁ। ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ଚିତ। ସମସ୍ତ ଶାସ୍ତ୍ର ଏ ପବିତ୍ର ବାଇବେଲରେ ଯେତେ ବି ଲେଖା ହେଇଛି, ସବୁ ବିଷୟ ଈଶ୍ୱରଙ୍କ ମୁଖରୁ ଆଉ ଈଶ୍ୱରଙ୍କ ନିଶ୍ୱାସରୁ ନିର୍ଗତ ହୋଇଅଛି। ଆଉ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ଅଟେ। ଏଇଟା କଣ ଦେଇପାରେ? ଏହା ଶିକ୍ଷା ବି ଦେଇପାରିବ। ପ୍ରଭୁଙ୍କ ବାକ୍ୟ ଆପଣଙ୍କୁ ଶିକ୍ଷା ଦେଇପାରିବ। ପ୍ରଭୁଙ୍କ ବାକ୍ୟ ଆପଣଙ୍କୁ ଆଉ ମୋତେ ଅନୁଯୋଗ କରିପାରିବ। ପ୍ରଭୁଙ୍କର ବାକ୍ୟ ଆପଣଙ୍କୁ ସଂଶୋଧନ କରିପାରିବ, ମୋତେ ସଂଶୋଧନ କରିପାରିବ। ଆଉ ଏଇ ପ୍ରଭୁଙ୍କର ବାକ୍ୟ ଧାର୍ମିକତା ପାଇଁ ଆଉ ଶାସନ ନିମନ୍ତେ ଉପକାରୀ ଅଟେ। ଯୋଉ ବିଷୟକୁ ତୁ ଗପ କହୁଛୁ, ଏ ସମସ୍ତ ବିଷୟ ଆପଣଙ୍କ ପ୍ରତ୍ୟେକ ବିଷୟର, ପ୍ରତ୍ୟେକ ସ୍ଥାନର, ପ୍ରତ୍ୟେକଟି ଆପଣଙ୍କ ଜୀବନର କୋଶ୍ଚିନ୍ର ଉତ୍ତର ଦେବା ଯୋଗ୍ୟ ବାକ୍ୟ ଅଟେ ପ୍ରଭୁ ଯୀଶୁଙ୍କର ବାକ୍ୟ। ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ, ସେଥିପାଇଁ ଏ ପବିତ୍ର ବାଇବେଲ ଆଜି ଆମମାନଙ୍କୁ ଆପଣଙ୍କୁ ଦିଆଯାଇଛି। ଯେପରି ଈଶ୍ୱରଙ୍କ ଲୋକ ସିଦ୍ଧ ହୋଇ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ସୁସଜ୍ଜିତ ହୁଏ, ଏଥିପାଇଁ ପବିତ୍ର ବାଇବେଲ ଦିଆଯାଇଛି। ପ୍ରିୟର ମୋର ଗଧିଆ ଭାଇ, ଏଇ ସବୁ ବିଷୟ ଗପ ନୁହେଁ, ଏଇଟା ପ୍ରଭୁଙ୍କର ବାକ୍ୟ, ଏଇଟା ପ୍ରଭୁଙ୍କର ଜୀବନ ଆଉ ପ୍ରଭୁଙ୍କର ଆତ୍ମା ଏ ବାକ୍ୟରେ ଅଛି। ସେଥିପାଇଁ ଆଜି ପୃଥିବୀର 2 ବିଲିୟନରୁ ଅଧିକ ଲୋକମାନେ ପ୍ରଭୁଙ୍କ ରାଜ୍ୟକୁ ପ୍ରଚାର କରୁଛନ୍ତି।